ମହାପାତ୍ର ପାଲା ଗାଇବେ ସୁଦର୍ଶନ ଜେନା ପାଲା ଗାଇବେ ଭୁଲେଇବ ପରିମକ୍ଷଳିଆ বিখ্যাত কেশরী 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 না বাপা ବାହାରେ ପକେଇବା ସମୟ ଅଳ୍ପ ସମୟ ଭିତରେ ଯିବା ଯେଉଁ ଜଙ୍ଗଲ ମଧ୍ୟରେ ଧର୍ମରାଜ ଯୁଧିଷ୍ଠିର ପାଣ୍ଡବ 5 ଜଣଙ୍କୁ ନେଇ ଯାଇଛନ୍ତି ଡାକିଲେ କହିଲେ ଭୀମରେ ହଜୁ ଚାହିଁ ଦେଖ ମହାଶୟ ମାନେ ବସିଛନ୍ତି ଆଉ କଣ ସୂତ୍ରକୁ ଚାହିଁ ଦେଖ କଣ ଦେଖା ଯାଉଛି କେଶରୀ ନାହିଁ କେଶରୀ କେଶରୀ ନା କଣ ଏଇ ଜଙ୍ଗଲ ଦବାକୁ କହନା କିଏ ଅଛନ୍ତି କହିଲୁ କେଶରୀ 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 ସତର ସିଂହ 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 ପୁଅ ଚାହିଁଥାଏ ଜନ୍ତୁ ନୁହଁ ଆଉ ଇଚ୍ଛା ହେଲେ ଅଣ୍ଡା ଦମ ନଉତା ଇଚ୍ଛା ହେଲେ ପୁଅ ଜନ୍ମ କରିବ ମାତଙ୍ଗ ବୋଇଲେ କଣ ବୁଝିଲୁ ମାତଙ୍ଗ କହିଲେ ହସ୍ତି ଅନ୍ୟ ଗଜ ମାନେ କେମିତି ବୁଲୁଛନ୍ତି ଏଟା ସୁନ୍ଦର ଖେଳ ଉଜ୍ଜଳ ଦେଖାଯାଉଛନ୍ତି ସମ୍ରାଟ ଉପେନ୍ଦ୍ର ଭଞ୍ଜ କଣ କହିଲେ ଅନୁରୋଧ ରକ୍ଷା କର ଆଉ 5 ମିନିଟ ବସନ୍ତୁ ୟା ପରେ ଅଣାକ୍ଷର କଣ ଏକାକ୍ଷର କଣ କହିବେ ଆଜ୍ଞା ବଡ ଆନନ୍ଦଦାୟକ କଥା ଆଜ୍ଞା ବଙ୍ଗ ସାହିତ୍ୟର ସମୀକ୍ଷକ ଦିବଙ୍ଗତ ଆତ୍ମା ଡକ୍ଟର ରଜତ କୁମାର କର ମହୋଦୟଙ୍କର ଆସନ୍ତାକାଲି ସଙ୍ଗୀତ ନାଟକ ଏକାଡେମୀ ବୋଲେ ଭୁବନେଶ୍ୱରରେ ତାଙ୍କର ଜୟନ୍ତୀ ପାଳନ କରିବେ ଉତ୍ସବ ପାଳନ କରିବେ ଆଜି ଆମର ନୀଳାଚଳ ନିଖିଳୋତ୍କଳ ପାଲାଗାୟକ ପରିଷଦର ମାନନୀୟ ସମ୍ପାଦକ ମହୋଦୟ ମୋର ପ୍ରିୟ ଜ୍ୟେଷ୍ଠ ବ୍ରାତ ଗୁରୁକଳ୍ପ ଯାହାକୁ ମୁଁ ଶ୍ରଦ୍ଧାର କହୁଛି ଏକ ନାମ ଦେ ବୋଲି ଶ୍ରୀଯୁକ୍ତ ସୁଦର୍ଶନ ମହାପାତ୍ରଙ୍କୁ ନିମନ୍ତ୍ରଣ ଆସିଛି ମେସେଜ ଆସିଛି କାଲି ଯିବେ ସେଇ ଭଞ୍ଜ ସେ କହିଲେ କଣ କହିଲେ କହିଲେ ବନଜ ଦଳ ଦଳ ଜଳ ଜଳ କଣ ବୁଝିଲୁ
କଣ ବନ ତୁ କଣ ବୁଝିଲୁ? ଆରେ କଣ ପଚାରୁଛୁ? ଏ ଯୋଉ ବନରେ ଜଳକୁ ଦେଖିଲେ ଖାଲି ଜଳ କାମ ହେଇଯାଉଛି। ଶୁଣ, ବନ କହିଲେ ଜଙ୍ଗଲ। ଜଙ୍ଗଲ ଜଙ୍ଗଲରୁ ଜାତ ହୋଇଥିବା ଯେତେ ଜନ୍ତୁ ବନ ଅଛ ଦଳ ଦଳ ହୋଇ କରି ମାନେ ମୃଗ, ହରିଣ, ସମ୍ବର, ବରାହ ସମସ୍ତ ବନଜନ୍ତୁ ମାନେ ବୁଲୁଛନ୍ତି। ପୁଣି ବନଜ ଦଳ ବଳ ସବୁ ବନଜ ବନଜ ବୋଲେ ବନରୁ ବୋଲେ ଜଙ୍ଗଲରୁ ଦଳ ଜନ୍ମ ଇଚ୍ଛା ଜନ୍ତୁ କିଏ ସେ ଯେତେ ପକ୍ଷୀ ମାନେ ଅଛନ୍ତି ଦଳ ଦଳ ଇଚ୍ଛା ଜଙ୍ଗଲରେ ବୁଲୁଛନ୍ତି। ବନଚାରୀ ଦେଶରେ ଅର୍ଥାତ୍ ବନ ପ୍ରଶାସନ କରିଥିବା ବାବାଜୀ ମାନେ ସମସ୍ତେ ଆଜ୍ଞା ବୁଲୁଛନ୍ତି। ହେ ବାବୁ ଆଗକୁ ଆସିଲ, ଆଗକୁ ଆସିଲ, ଆଗକୁ ଆସ। ହ୍ୟାଲୋ ମା କବି ପରିତି আয়ে সুজনে তুমি তোরি তোরি সুজনে हाँ ठीक আছে যা দেখি নয়নে যা শুনি ন কর্ণে ছিল না হুরি মতি এক ছড়ে ଥିଲା এক ঘরে এক সমୟରେ পরাই প্রীতি ଆପଣ ମାନେ ଯିଏ ଯୁଆଡୁ ଆସିବେ କହିବେ ଏକାକ୍ଷର ଗାଅ ଅଣାକ୍ଷର ଗାଅ ନାଇଁ ମୁଁ ଗାଇବି ଯେ ସମୟ ଦରକାର। ମୁଁ ବର୍ତ୍ତମାନ କ୍ଷେତ୍ରରେ କଣ ଅଛି ଆଉ ଟିକେ ଆଗକୁ ଯାଇଥିଲେ କଣ କ୍ଷତି ହଉଥିଲା ତ ଶୁଣେଇଲି ହେ ସଜନେ ଏକାକ୍ଷର ରୂପେ ବିଜୟ ହଉଥାଏ ଅଣାକ୍ଷରେ ଗୋଟେ ଏମିତି ଜିନିଷ ଏମିତି ଗୋଟେ ଦ୍ରବ୍ୟ ଅମ୍ବୁ ଝରିଯାଏ ଅମ୍ବୁ କହିଲେ ଜଳ ହେଲେ ଅମ୍ବୁଜ ନ ପାଏ ଯୋଉ ଜଳ ଝରୁଛି ଏକାକ୍ଷରରୁ ଅଣଅକ୍ଷରରୁ ତାକୁ ଅମ୍ବୁଜ କହିଲେ ପଦ୍ମ ପଦ୍ମ ମଧ୍ୟ ମରି ଯାଉଛି ଜଳ ବିହୁନେ ସେ ଜଳକୁ ପାଉନି କିଏ ପାଉଛି ୟାକୁ ବାଇଆ ଅଚ୍ୟୁତ ବସିନି ଅଣଅକ୍ଷରକୁ ଭସେନି
যদি প্রেম କରିପାରିବ ତାହେଲେ ଏକାକ୍ଷର ଶୁଣିବା ପାଇଁ ବାଧ୍ୟ ତତ୍ଵ ଜାଣିପାରିବ ଯଦି ପ୍ରେମ ନ କରିପାରିବ ତାହେଲେ ଏକାକ୍ଷରକୁ ଅକ୍ଷରକୁ ରକ୍ଷଣା ଅକ୍ଷର ଲୟ ରଖ ଆରେ ଆଉ ସେ ପ୍ରେମ ପ୍ରେମ ଆଉ ନାହିଁ ଆମ ଗାଁ ଉଦିଆକା ଝିଅ ସେ ବାହା ହେଇଗଲା ହେ ସଜନ ମଣ୍ଡଳୀ ଏଇ ଏକାକ୍ଷର ଥିବା ଯୋଉ ଜଙ୍ଗଲ ସେ ଜଙ୍ଗଲ ମଧ୍ୟରେ ତାପରେ ମୋ ବାବୁଙ୍କ ମନ ଟିକେ ଖୁସି ହେଇଯାଉ ଏହାକୁ ରଖିଲୁ ଆପଣ ମାନଙ୍କର ଓଡ଼ିଶା ମାଟିର ସନ୍ଥ ଭୀମ ଭୋଇ ସେ କହିଲେ କଣ କହିଲେ ସେ ଅଣ ଅକ୍ଷର ମିଶେଇବ ସେଇ ଏକ ହବ ଏକରେ 10 ମିଶେଇଲେ ମହାପାତ୍ର ଭାଇ ଓହୋ ମୁଣ୍ଡ ଟୋପିଟା କାମ ଭାଇ 73 ହେଲା ପରେ ଆଉ ଦେଖାଗଲା କି କିଏ ବଇଛନ୍ତି କି ଏକରେ 100 ମିଶେଇଲେ ସେଇ ଏକ ଏକରେ 1000 ମିଶେଇଲେ ଏକ ଏକରେ କୋଟିଏ ମିଶେଇଲେ ସେଇ ଏକ କଣ ଲକ୍ଷ ନାହିଁ ଭେଦ ଯାର ସେ ଭେଦ ଏକ ଧାରାରେ ଯେତେବେଳେ ଏ ପବନ ଦ୍ୱାଦଶ ବାୟୁ ହେ ବାରାଙ୍ଗଳ ବାୟୁ ପ୍ରଚଳମାନ ହେଉଛି ସେଟା ହଉଛନ୍ତି ଅଣାକ୍ଷର ইয়ারি ମଧ୍ୟରେ ଆଜ୍ଞା ଦିଅ କିଛି ନାହିଁ କି ଦେଉଳ ଆଜ୍ଞା କିଛି ନାହିଁ ସେ କେତେଟା ଚୂଡ଼ା ହେଇଛି ଗୋଟେ ଦେଉଳର 9ଟା ଚୂଡ଼ା ଆଜ୍ଞା ଭୀମ ଭୋଇ କହିଲେ ନବ ଚୂଡ଼ା ନାମ ବହେ ସେ ନାମ
କାଳିଆ ଶିଶିଆ ବିପିନି ସାରେ ତାଙ୍କ କଥା କର। ହେଇଗଲା ଏଥରକ ସେ ପଳେଇଲେ ସାରେ ପଳା କକ ଆଉ ଏକାଥରେ ପେଟେ ଲାଇନ୍ ପକେଟ ହେଇଗଲା ହେ ଭଗବାନ ରହ ଚା ଦେବେ ବ୍ୟସ୍ତ କାହିଁ ହଉ ଏ ଅନୁଷ୍ଠାନ କଣ ଏଇ ନୂଆ ନା ନା ଦୀର୍ଘ ଦିନ ଧରି ଅନୁଷ୍ଠାନ ନା ଭଗବାନ ପାଣ୍ଡବ 4 ଜଣଙ୍କୁ ସାଙ୍ଗରେ ନେଇ ପାଣ୍ଡବ ଶ୍ରେଷ୍ଠ ହେଉଛନ୍ତି ଧର୍ମରାଜା ଯୁଧିଷ୍ଠିର ଧର୍ମାତ୍ମଜ ବନାଗମ ଧର୍ମାତ୍ମଜ ବନାଗମ ସୁପକ୍ଷ ପକ୍ଷବର୍ତ୍ତନ ବିଶେଷଂ ଦେହିମା ନିତ୍ୟ ମନୋରାମ ମହୀୟସୀ ଆଜ୍ଞା ଧର୍ମରାଜ ଯୁଧିଷ୍ଠିର ମହୀୟସୀ ମହିଳା ମା ଆଦ୍ୟାଶକ୍ତି ଦ୍ରୌପଦୀ କୃଷ୍ଣଙ୍କୁ ସଙ୍ଗତ ନେଇଛନ୍ତି ଜଙ୍ଗଲ ମଧ୍ୟରେ ଅଛନ୍ତି କହିଲେ ଭୀମରେ ଏଇ ଜଙ୍ଗଲଟାରେ ସୁନ୍ଦର ଦେଖାଯାଉଛି ଏଇ ଜଙ୍ଗଲରେ ଆମ ପାଇଁ ଖାଦ୍ୟ ଖୁବ ଭାବରେ ମିଳିପାରେ ଏଇଠି ଆମେ କିଛି ଦିନ ବିତେଇଦବା ଫଳମୂଳ ତୋଳି ଆଣିବାକୁ ପଡିବ ଖାଇବା କଣ ହେଲା ଏଇଠି ଆମେ ଘର କରି ରହିବା ଗଲେ 5 ଜଣଙ୍କ ପାଇଁ 5ଟା କୁଟୀର ଖୋଜିଦେଲେ 5 ଜଣ ଆଜ୍ଞା ସମସ୍ତେ ନିଜ ନିଜ କୁଟୀରେ ଅଛନ୍ତି କିଛି ଦିନ ରହିବା ପରେ ତାପରେ ବିଚାର କଲେ ସାରୁଅର ଗାୟକ ଏବଂ କବି ଅନ୍ତର୍ଯାମୀ ବେହେରା କଣ କହିଲେ କହିଲେ ସରଭ ସରଧା ଭାବ ମନେ ବହିଣ ଗରବ ସେଇ ଜଙ୍ଗଲ ମଧ୍ୟରେ 5 ଭାଇଙ୍କ ପାଇଁ 5ଟା କୁଡିଆ ଯାଜ୍ଞସେନୀ ଦ୍ରୌପଦୀଙ୍କ ପାଇଁ ଗୋଟେ କୁଡିଆ ସମସ୍ତେ ଅଲଗା ଅଲଗା ଅଛନ୍ତି ଭଗବାନ କେତେ ଦିନ ବିତିଗଲା ପରେ ଦିନେ ଧର୍ମରାଜ ଯୁଧିଷ୍ଠିର ଡାକିଲେ କହିଲେ ଭୀମ ଅର୍ଜୁନ ବର୍ତ୍ତମାନ ଏ ଜଙ୍ଗଲରେ ଆମ ପାଇଁ ଖାଦ୍ୟ ଶସ୍ୟ ଟିକେ ନିଅନ୍ତୁ ନିକଟରେ କିଛି ନାହିଁ ଦୂରକୁ ଯିବା ପାଇଁ ପଡିବ ତମେ 4 ଭାଇ ଏ ଜଙ୍ଗଲରେ ଥାଅ ଅନତି ଦୂରକୁ ପଳା କାହିଁକି ତମେ ମାନେ ବସିଛ ଚାଲ କିଛି ଫଳ ସଂଗ୍ରହ କରିବା ଖାଇବା କଣ ଯିବା ଯେ ତମେ 4 ଭାଇ 4 ଦିଗକୁ ଯାଅ 4 ଦିଗକୁ ଯିବ ବେଶ 4 ଦିଗକୁ ଯିବା ପରେ ତମେ ଯଦି କିଛି ବଣ ଜଙ୍ଗଲ ମଧ୍ୟରେ ଅଦ୍ଭୁତ ଆଶ୍ଚର୍ଯ୍ୟ କଥା ଦୃଶ୍ୟମାନ ହୁଏ ଆଚ୍ଛା କିଛି ନ ବୁଝି ପାର ତାହେଲେ ମତେ ଆସି ପଚାରିଲେ ମୁଁ ତାର ତଥ୍ୟ କହିଦେବି ଆଚ୍ଛା ହଉ ଭାଇ ଆମେ ଜଙ୍ଗଲ ବାହାରକୁ ପଳେଇବା ଯଦି କିଛି ଆଶ୍ଚର୍ଯ୍ୟ କଥା ଆମେ ଆଚାର୍ଯ୍ୟ ନୁହଁରେ ଆଶ୍ଚର୍ଯ୍ୟ ଦେଖିଲେ ଆସିକି ପଚାରିବା ଭାରି ଲାଜ ଲାଗେ ମତେ
भारी लाज लागे लाज लागे 4 दिन हला आसिलेनी पुणी लाज लागो गीत गाउनी बोली लाज लाଗୁଛି मोहबाहु मोते भारी लाज लागे मोते भारी लाज लागे लागे भारी लाज लागे मोते मुला परे मुही केमिति मुह मुला परे मुही केमिति मुह मु देखाइबी तुम आगे मोते भारी लाज लागे मोते भारी लाज लागे मोते मोकरम फल भोगुची भोगिबी ये तो तुम्हारी नीति ये करम ये तो बैकुंठ जीवा तो गोपाल रे नहीं नरके मोहर गति बैकुंठ जीवा तो गोपाल मन गति नरकरे यदि स्थान न मिलिब मुते नरकरे यदि स्थान न मिलिब ये जीव केहू दिगे मोते भारी लाज लागे मोते भारी लाज मोहबाहु मोते भारी लाज लागे শুনিছি শরণ বসি শ্রী চরণে করিছন্তি কেতে পাপী শুনিছি কহন্তি জগতে তুম কৃপা বিন্দু বিস্তারিছি সর্বব্যাপী কহন্তি জগতে মো পাপ ভার কি সতে এতে বারি মো পাপ ভার কি সতে এতে ভারি ক্ষমা নাহি মোর ভাগে মোতে ভারি লাজ লাগে মোতে ভারি লাজ লাগে মোহবাহু মতে ভারি লাজ লাগে মোতে ভারি লাজ ये मुला परे मुही केमिति मुह मुला
দেখাইবি তুম আগে মতে ভারি লাজ লাগে লাজ লাগে মতে ভারি লাজ লাগে লাজ লাগে মতে ভারি লাজ লাগে লাজ লাগে সৌথির বড় কৌতুক জনে শুণ দেই মন কল্যাণ বাঞ্ছিবে আপন ମାନଙ୍କୁ প্রভু শ্রী পদ্মলোচন এ পবিত্র পঞ্চম বেদ যে মহাভারত কাহানী লাজ লাগে ସମସ୍ତେ ଆପଣ ମାନେ ଅଛନ୍ତି ଜାଣି লাজ লাগে লাজ ଧର୍ମରାଜ ବସି କରି ଅନ୍ତରେ ହରିଙ୍କି ଚିନ୍ତା କଲେ লাଜ କହିବେ ଅନ୍ତର କଥା ସେ ବସିବାକୁ ଅଛି କଲେ। ଖାୟ ଖାୟ ବସ ତୋତେ ଲାଜ ଲାଗୁଥିବ। ଧର୍ମରାଜ ଚିନ୍ତା କରୁଛନ୍ତି କାହାକୁ କହିବି ତୋ ଚା ଅଛି ଆସିବ দেখি ଚାରି ଭାଇ ବଡ ଭାଇଙ୍କର କଥା ଗୋପଳ ନ କରି ସମସ୍ତେ ଚାରି ଦିଗକୁ ଆଜ୍ଞା ଚାଲିଲେ চললে ଆଜ୍ଞା ମୁଁ ଆଜି ବ୍ୟାସଙ୍କର ମହାଭାରତର ବନ ପର୍ବ କଥା ଆପଣମାନଙ୍କୁ କହୁଛି କହୁନା ସୁଧୀର ମାନ ବିପିନି ଗାଁରେ ଇଏ ଛିଡା କହିବି କହୁନା ଶୁଣ ହଁ ଆମେ ଚାଷୀ କୂଳ କଥା କହିବି ଚାଷୀ ପୁଅ ମାନେ ହଁ ଆମେ ଯୋଉ ଘରେ ବିହନ ରଖୁଥାଏ ହଁ ତାକୁ ପାଛୁଡି ଶୁଖେଇ ହଁ ଔଷଧ ଦେଇ ବାସ୍ ମଞ୍ଜି ବାଛିକି ରଖୁଥାଏ ହଁ ସବୁଦିନର ସଭା ଠାରୁ ହଁ ଆଜି ଦିନ ଯୋଉ ସଭା ହଁ ସିଏ ବଛା ବଛା ଯା ବ୍ଲକରୁ ଆସୁଛନ୍ତି ମଞ୍ଜି ଆପଣ ମାନଙ୍କୁ ମୁଁ ଏତିକି ଆଜ୍ଞା ସମ୍ପ୍ରତି ନିବେଦନ କରୁଛି କଣ କହିଲେ ବ୍ୟାସ କଣ କହିଲେ କହିଲେ କଳମ ସପାଦ ଅତିକ୍ରାନ୍ତ ମହିଷା ବିସ୍ୱାର୍ଥ ହିତକାରୀ ସେ ବନ୍ଦେ ମହାପୁରୁଷ ଧର୍ମରାଜ ଭଗବାନଙ୍କ ନାମ ସ୍ମରଣ କରିଛନ୍ତି ଜ୍ୟେଷ୍ଠ ଭାଇଙ୍କୁ ପ୍ରଣାମ ଜଣାଇ ଚାରି ଭାଇ ଚାରି ଦିଗକୁ ଆଜ୍ଞା ଚାଲିଲେ ତାପରେ ରାତ୍ରି କିଛି ସମୟ ଅଛି আগ ভীম ରହ ସେ ଚାଲିଲା ଚାଲିବା ପରେ ରାତ୍ରି ଥାଉ ଥାଉ ଦ୍ରୌପଦୀ ଉଠିଲେ মা উঠিলে କହିଲେ ପ୍ରାତ ନିତ୍ୟ କର୍ମ ସାରିବା ପାଇଁ ପଡିବ ଆଉ କାହିଁ ଡେରି କରିବା ତାପରେ ନାହାନ୍ତି ହେ 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 ରାତ୍ରି ପାଇ ପାଇ ଆସୁଛି ହଁ ଦେବାଳୟ ମାନଙ୍କର ଶଙ୍ଖଧାରୁ ଶୁଭୁଛି ମାନେ ମୁଁ ଗୋଟିଏ ପଦ ଛାଡିବା ପାଇଁ ଇଚ୍ଛା ହଉନି କାହିଁ ଛାଡ଼ିବ ବ୍ୟାସ ଆସି ଉପସ୍ଥିତ ହଁ ବଶିଷ୍ଠ ବାସେ କଣ କହିଲେ କଣ ধ্বনি ইয়ে মূর্ধনি কাপুরে
ଘରେ ଘରେ ଆରେ ଶୁଣ କଣ ବା ଇଏ ମଞ୍ଚରେ ବାଡଉଛି ସେ ଘରେ ଶିଖିକି ବାଡିକି ଆସୁଛି ନା ଆଉ ଆରେ ଘରେ ପ୍ରାକ୍ଟିସ କରୁଛି ମଝିରେ ଆସିକି ବାଡଉଛି ପ୍ରାକ୍ଟିସ ନ କଲେ କେମିତି ହବ ହେଇ କଥାଟା କହିଦେଲ ମତେ ରାତ୍ରିଟା ଆଜ୍ଞା ପାଇ ଗଲା ହଁ ସୁପରପାଣ ଧ୍ୱନି ମୂର୍ଦ୍ଧନିଙ୍କ ପୁରେ ଦରଧ୍ୱନି ହେଲା ଉତ୍ପତ୍ତି ଦର ବୋଲନ୍ତେ ଶଙ୍ଖ ଶଙ୍ଖର ଧ୍ୱନି କି ଶବ୍ଦଟା ଉଠିଲା ହେଲା କାରଣ କଣ କାରଣ କଣ କଣ ଜଙ୍ଗଲ ଭିତରେ ହଁ ଋଷି ମୁନି ମାନଙ୍କର ଆଶ୍ରମ ଅଛି ଆଚ୍ଛା ଆଶ୍ରମରେ ପ୍ରଭାବ ଦେଉଛି ନା ହଁ ମୁଁ ଏଇଟା ଆଶ୍ରମ ପ୍ରଭାବ ଆଉ ଟିକେ ପରେ କହିବି ଓ ଆଶ୍ରମରେ ବାବାଜୀ ମାନେ ପୂଜା କରୁଛନ୍ତି ଶୁଣ ଏଇ ପଦକୁ ଦେଖି ସଂଗ୍ରାମ କରିଲେ କହିଲେ ବିଭ୍ରାଂଶ ସୁପରବର ମାନସେ ବୟସା ଅରୁ ଆଜ୍ଞା ଏ ଭାଇ ମାନେ 10 ଦିନ ପାଲା କଲେ ଜଣେ ଗାୟକଙ୍କ ପାଇଁ 5 ଦିନ ପ୍ରତିଯୋଗୀ କେହି ନାହାନ୍ତି ହେଇଠି ମହାପାତ୍ର ବାବୁ ଯାହା କହିବା କଥା ନିଜକୁ ନିଜେ କହିବା ପଛରେ କିଏ ଅଛି କାହାକୁ କହିବି ନାଇଁ ଆଜ୍ଞା ଏ ରାତ୍ରି ପାଇ ଆସୁଛି ରହିଛନ୍ତି କୁଟୀର ମଧ୍ୟରେ ମା ଦ୍ରୌପଦୀ ନାଇଁ ଦ୍ରୌପଦୀ ବିଚାର କଲେ ରାତ୍ରି ଥାଉ ଥାଉ ମୁଁ ଯାଉଛି ସ୍ନାନ ତର୍ପଣ ଶେଷ କରି ଆସିବି ସେଇ କଥା ବାଡେଇଲେ ଶୁଭୁନି କଣ କରିବ କିଛି ଆଜ୍ଞା ନାହିଁ କେତେ ବାଡି ହବ ଯେ ମୁଁ ବୋଲି ବାଡେଇ ଗାଉଛି କେବଳ ଏଇ ଚାଖଣ୍ଡକ ପାଇଁ ଆଉ କିଛି ନାହିଁ ହେଲା ଏ ବ୍ରାହ୍ମ ମୁହୂର୍ତ୍ତରେ ବ୍ୟାସ କହିଲେ ଏଇ ପରିପ୍ରେକ୍ଷୀରେ ସ୍ଥିତ ପ୍ରଜ୍ଞା ଧର୍ମର ଯୁଧିଷ୍ଠି ହଁ ସ୍ଥିତବାର ବସିଛନ୍ତି ହେଲା ହଁ ମା ଯଜ୍ଞସେନୀ କଣ କଲା ହରିସୁମରି ପାଦ ଚାଳନ କରିଲେ ହଁ ଚାଲିଛନ୍ତି କହିଲେ ସ୍ନାନାଗାରକୁ ଯିବି ହଁ ସ୍ନାନ କରି ଆସିବି ହେଲା ତ ଝରଣା ଝର ବହି ଯାଉଛନ୍ତି ଏ କିରା ତାର ଦୁନିଆ ଆରେ ଆଇଲା ମୁଁ ତମର ଏତେ କଥା ମାନେ ଜଣେ ସାର ଥିଲେ ସେ ବଶିଷ୍ଠ ଜଣେ ସାର ବ୍ୟାସ ସମସ୍ତ ଆଜ୍ଞା ହଁ କଣ ହେଲା କହିଲେ ବେଦାୟିକ ଭାବ हे महान महात्मनो देव देव स्वकारे समीर वार्ता कुंजंदी हिममा अल्लाह को असले कष्ट कर ସାମ୍ନା ନ କଲେ ଫଳ ନଥାଏ ଫଳ କଣ ଜୀବନରେ କେବେ ଆଶା କରିନି ଏ ନାଇଁ କଣ ଦରକାର ମୁଁ କର୍ମ କରୁଛି ହଁ ମୋ କର୍ମ ପଛରେ ଫଳ କାହିଁକି କାହିଁକି ବାୟା ଗୀତାରେ ବାୟା ବାବା ପଦେ କହିଲେ କଣ କହିଲେ କହିଲେ କର୍ମ ଫଳ ପ୍ରାଣୀ ଅବସ୍ଥା ଫଳ ପ୍ରାଣୀ যখন বুঝিতে অনেক দুধ ଭାଇ ଚାହା ପଡୁଛି ଦିଅ ଜାଣେ କଣ ମାନ ନାହିଁ କିଛି ନାହିଁ ଭଗବାନ କରୁଛ ହେଲା ଇଏ କର୍ମ ଫଳକୁ ପ୍ରାଣୀ ନିଶ୍ଚିତ ଭଞ୍ଜିବ ବାବୁରେ ଏଇ କଥା ପାଇଁ ବାୟ ଗୀତା କହିଲେ କହିଲା ଯେ ବୃକ୍ଷର ଫିବ ସେ ବୃକ୍ଷେ ନିଶ୍ଚୟ ପାଇବ। বৃক্ষ নেই এ রোপিলে ফলে কিনা থয় থয় অরু ସୁଦର୍ଶନ ଦିନ ଆସିଯାଉ ନାଁ କରିବା ପାଇଁ ଆପଣଙ୍କ ଅଞ୍ଚଳ ଭିତରେ ଆପଣଙ୍କ ଆଶୀର୍ବାଦକୁ ପାଥେୟ କରି ନିକଟରେ ବେଲପଡ଼ା 7 ବର୍ଷ ହେଇଗଲା ଏଠିକି 3 ବର୍ଷ ଜଟଣୀ ହାତ ବଦରେ 4 ବର୍ଷ ଆଜ୍ଞା 21 ଦିନ ମାସେ ବିନାୟକ ମିଶ୍ର
ସୁଦର୍ଶନ ଜେନା ବୈକୁଣ୍ଠ ଶତପଥୀଙ୍କର ନନା ତ୍ରିଲୋଚନ ବାବା ତାଙ୍କ ସହିତ ମାସେ ଏ ଅଞ୍ଚଳ ଭିତରେ ଆପଣ ମାନଙ୍କୁ ଧନ୍ୟବାଦ। କଣ କହିଲେ ହେଲା କରମ ଲିଖନ କରମ ଫଳ କରମ ଚା ପିଇ ସାରିଲୁଣି? ଆଜ୍ଞା ପିଉଛି ପରା ଚାହା କେମିତି ଲାଗୁଛି ଆଜ୍ଞା? ଆପଣ ପିଉନାହାନ୍ତି ତ? ମୁଁ ପିଇଛି। ଟେଷ୍ଟ ମତେ କେମିତି ଟିକେ ଲାଗେ ବଢିଆ ହଉଛି। ଏମିତି ଆଉ 2 ଘଣ୍ଟା ଗଲେ ଗଲା। କର୍ମ କରି ଚାଲ ଫଳକୁ ଆଶା ରଖନା। କର୍ମ କରିବା ପାଇଁ କିଏ ପାଣ୍ଡବ 4 ଜଣ ଯାଇଛନ୍ତି ଜଙ୍ଗଲକୁ। ଯାଜ୍ଞା ସେଣୁ ଦ୍ରୌପଦୀ ଚିନ୍ତା କଲେ ମୁଁ ଉଚିତ କର୍ମ କରିବା ପାଇଁ ଯିବି। ନିତ୍ୟ କର୍ମ ସାରିବା ପାଇଁ ଚାଲିଛନ୍ତି ଆଜ୍ଞା ଦ୍ରୌପଦୀ। କାହିଁକି କିଏ ଜାଣି ମନେ ପଡୁଛି କିଏ ଜାଣି? ହଁ କହୁନାହାନ୍ତି। ମୁଁ କହିପାରୁନି। କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ହଉ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀରେ ଭଞ୍ଜ 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 କଣ କହିଲେ? କେତେ ବହି ଲେଖିଛନ୍ତି। ବହି ଦେଇ ସବୁକୁ ଲେଖିଲେ 4ଟା ବହି ଗଲେ ଆଜ୍ଞା ନାଇଁ କି ଆଜ୍ଞା? ପ୍ରଥମ ଦ୍ୱିତୀୟ ତୃତୀୟ ଚତୁର୍ଥ 4 ଖଣ୍ଡ ବହି। ଆଉ ଗୋଟେ ବହି ଲେଖିଲେ ବାବଦରେ ତା ନାଁ ହଉଛି ଅବନାର ସତରଙ୍ଗ। ମାତ୍ର 8ଟା ଛାନ୍ଦ। 8ଟା ଛାନ୍ଦରେ ବେଶ ଅବନାର ସତରଙ୍ଗ ବେଶ ନା ଅର୍ଥ ମୁଁ କରିପାରିବିନି। ଯାହା କରିବି ଯଦି କୋଉଠି ଭୁଲ ଥିବ ଇଏ ପୁରାରେ ବାପାରା ଗିରିର ବା ରୋହିଣୀ ଶିଖ ହଉ ଭାଇନା ଅଛନ୍ତି କ୍ଷମା କରିବେନି। ସମସ୍ତଙ୍କ ପାଖରେ ଆଜ୍ଞା କ୍ଷମା ମାଗୁଛି। ଭଲ ଲେଖିଲେ କହିଲେ ଅବଲୋକନ କରମ ଖନ ଯତନ ଘନ ବରାବରନ ସତନର ରନ ବହନ କର୍ତ୍ତନ କର ହେ କର୍ତ୍ତନ କର ହେ କର୍ତ୍ତନ କର ହେ ଆଜ୍ଞା ଦୀପ ଲିପିଲା ସମକୁ ଟିକେ ବେଶୀ ଡରେ। ଜଳିବ ଟିକେ ଆଲୋକ ଅଧିକ ନାଇଁ ଭାଇ ସେ ଦୀପ ଲିପିଲା ବେଳକୁ ଟିକେ ବେଶୀ ଜ୍ୟୋତି ଦେଖା। ଆମେ କୋଉ ଜ୍ୟୋତି ଯେ ଇଏ ବରଷ ବର ଘନ ଆରେ ସାରେ କଣ ଏତେ ତ କିଛି ବନାନ ନାହିଁ। ଅପନା ପୁରା ଏତେ ଏଥିରେ କିଛି ବନେ ନାହିଁ। ଆକାର ନାହିଁ ଇକାର ନାହିଁ ଉକାର ନାହିଁ ହର୍ଷେଇକାର ନାହିଁ ଦୀର୍ଘକାର ନାହିଁ ଖାଲି ଅକର ଖାଲି ବରଜ ବର ରତନ କର। ସେ କଣ ବରଜ ବର ବରଜବର ବରଜପୁରର ହଁ ଅର୍ଥାତ୍ ବ୍ରଜପୁରର ବ୍ରଜପୁରର ବୋଇଲେ ଶ୍ରେଷ୍ଠ ଶ୍ରେଷ୍ଠ ଯିଏ କୃଷ୍ଣ ଭଗବାନ କୃଷ୍ଣ ବେଶ କୃଷ୍ଣଙ୍କ ନାମକୁ ସ୍ମରଣ କରି ହଁ ଚାଲିଛନ୍ତି ନା ପାଣ୍ଡବମାନ ଚାଲିଲେ ବରଜ ବର ହରସ ବର ହରସ କର ହରସ ଭାବରେ କର କି ଦୟା କର। କଣ କରିବ କର କକର ରସନା ଭର ମୋ ରସ ଆପଣଙ୍କ ନାମ ରୂପ ରସ ଥରେ ଟିକେ ପ୍ରଦାନ କର ମତେ ମୋ ରସନା ଥରେ ସେ ନାମର ରସି ଯାଉ ରେ ଖାଲି ଛନ୍ଦି ଆଜ୍ଞା ଦ୍ରୌପଦୀ ରାତ୍ରି ପାଇ ଆସୁଛି
ପୁଣି ସେଇ କଥା କହୁଛି ହେଇଛି ପୁରା ଗୋଟେ ନାଇଁ ମ ଏଇଟା ସାର୍ ଏତେ କଥା ଖାଲି ବାହାରିବା ପାଇଁ ଯାଉଛୁ ନିଜେ କିଛି କରିବନି ନାଇଁ ତୁ ବସ ତୁ ଗାଇବୁ କାଲିଠୁ ଚାମର ଧରି ତୁ ମତେ ଖାଲି ଖଟେଇବାକୁ ଯାଉଛି କଣ କହିବି ର ସ ପ ସ କୋଉଠି ରସ ଅଛି ଦେଖ କହିଲା ଗଙ୍ଗାଧର ମେହେଙ୍କର ଆଶ୍ରମ ପ୍ରଭାତ ଗା ପ୍ରଥମ ଦିନ ମୁଁ ଠେକ ଦେଇଥିଲି ଓଡିଶା ପାଲ ଜଗତରେ ସମସ୍ତେ ଯାହା ଗାଇବେ ସୁଦର୍ଶନ ସେରିଆ କି ସେ ସ୍ୱତନ୍ତ୍ର ନା ତୁ ମାନିବୁ କଣ ମୁଁ ତ ମାନୁନି ମୁଁ କିଏ କି ସତିଙ୍ଗ ବାସ ବାହାର ରହି କଳ କଣ୍ଠ କଣ୍ଠେ କହି ପାଲାର ମୌଳିକତା ଆଉ ଭଲ ବାବୁ ମୋ ସାନ ଭାଇ ଆଉ ଆଜିକାଲିର ପାଲା ବାଲା ମାନେ ଆଜ୍ଞା ରଖିଲେନି ବୟସ୍କ ଲୋକ ତାଙ୍କୁ କାହିଁକି ଅସମ୍ମାନ କରିବା ଏ ସାଧନ ମଣ୍ଡଳୀ ମୁଁ କହିଛି କବି ସମ୍ରାଟ ଉପେନ୍ଦ୍ର ଭଣ୍ଡାଙ୍କର ରସ ପଞ୍ଚକ ରସ ପଞ୍ଚକ ଜଙ୍ଗଲ ଗୋଟେ ବାହାରିବ ଯାଉଛନ୍ତି କହିଲେ ରସେ ରସିକ ଏ ରସ ରସେ ରସେ ବିଚାର ରସେ ଖାଲି କହିବେ ଗାୟକ ତ 25 ଟଙ୍କା ନଉଛି ଆଉ ସେ ଶିଖିବନି ହବ କେମିତି କଣ କହିଲେ ରସ ଜ୍ୱାଳା ଜାଳ ରସିକ
କଣ ପାଇବୁ? ନାଇଁ କଣ ରସା 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 ଆରେ ମୋ ପଥର ତ ଏପର୍ଯ୍ୟନ୍ତ ଗାୟକ ମାନେ ବୁଲି ବୁଲି ପାଇଲେନି, ତୁ କଣ ପାଇବୁ? ଯାଇ ଯାଇ ରସା କହିଲେ ପୃଥିବୀ ହେଲା ରସିବ, ରସିବ ସୁନ୍ଦର ଦେଖାଯିବ। ହେଲା କାହାର ରସିବ? କାହାର? ନା ପ୍ରଭୁଙ୍କ ନାମରେ ରସିବ। ପ୍ରଭୁଙ୍କ ନାମରେ ରସନା ରସିବ, ରସନା ବୋଲେ ଯିବା, ଜିହ୍ବା। ପ୍ରଭୁଙ୍କର ନାମରେ ରସିବ। ହେଲା ଯେବେ ରସିବ ହଁ। ଏ ରସାବନ୍ଧ ପୃଥିବୀ, ଆହା। ପୃଥିବୀର ପିଣି ଝିଅ ହଁ। ତା ଜୀବନଟା ଧନ୍ୟା ହୋଇଯିବ। ଶୁଣ, ରାତ୍ରି ପାଇଯାଉଛି, ଏ ରାତ୍ରି ପାଇନି, ରାତ୍ରି ପାଉନି, ଛାଡ଼ିବ ଛାଡ଼ିବ ହେଉଛି, କିନ୍ତୁ ପାଉଛି ପାଉନି। ସ୍ନାନ ପାଇଁ ଯାଉଛନ୍ତି, ମା ଦ୍ରୌପଦୀ ଯାଉଛନ୍ତି, ଛାଡ଼ିବ ଛାଡ଼ିବ ହେଉଛି, ଛାଡ଼ି ନାହିଁ ତ ଶୁଣ, ଗୋଟେ ବହି, ଗୋଟେ ସବଜେକ୍ଟ ନବା, ବିଷୟ ଭିତ୍ତିକ କଥା। କାହାଣୀଟା ଏ ମହାପାତ୍ର ଭାଇ, କାହାଣୀ କହିଲେ 10 ମିନିଟ୍ ଖତମ। ସୁନ୍ଦରୀ ଝିଅ ମାନଙ୍କୁ, ଆମ ଝିଅ ମାନଙ୍କୁ, ଆମ ଘର ବୋହୂ ମାନଙ୍କୁ ଅଳଙ୍କାର ନଥିଲେ ସୁନ୍ଦର ଦେଖାଯିବନି। ନା କାବ୍ୟ ନାୟିକାକୁ ବେଶ ସୁନ୍ଦର କରିବା ପାଇଁ ହେଲେ ହେଲେ ବିଭିନ୍ନ ପ୍ରକାର ଅଳଙ୍କାର ଦରକାର। ଅଳଙ୍କାର ଆବଶ୍ୟକ ମୁଁ ସେଭଳି ନୁହେଁ ଆଜ୍ଞା, ନାଇଁ ଆଜ୍ଞା। ଯାଉ ଯାଉ ଯୋଉ ଯାଏ ଗଲା, ଯାଉ କିଛି ଅସୁବିଧା ନାହିଁ। ନାଇଁ ନାଇଁ ହେଲା, ମୁଁ କହିଛି ଯଦି ଭୁଲ ହେଉଛ ମୁଁ ଆପଣଙ୍କୁ କ୍ଷମା ମାଗୁଛି। ହଁ। 10 ଘଣ୍ଟା କୁହ ହୁଁ। ସୁଦର୍ଶନ ନା ଭୁଲ ହେଇଗଲା, ମୁଁ ମାନିବି ଆଜ୍ଞା, ହଁ। ଶିଖିବାର ବୟସ ଏବେ କିନ୍ତୁ। ତେବେ ହେ ସଜାନ, ବେଶ ରାତ୍ରି ପାଇବ ପାଇବ ବୋଲି ହେଉଛି, ହଉଛି କିନ୍ତୁ ତମ ଅନ୍ଧକାର ଛାଡ଼ିନି ଫିଟାଇ ଦେଉଛି ଓଢ଼ଣ ଯୋଷା ରୋଷା ରୋଷା ସାରୁପିଣି ନାୟିକା ବେଶ ଯୋଉ କଳା ପରଦା ରଖିଥିଲା ହଁ। ତାକୁ ଆସ୍ତେ ଆସ୍ତେ ଫିଟେଇ ଦଉଛି। ଓହୋ ହେଲେ ହଁ ରାତ୍ରି ଭଉଣୀ ବାହିନୀ ଆଉ ବୋଧେ ଚମକି ଚମକି ଖବର କୋଉଠି ଝିଅ ଯାଉଛନ୍ତି, ବାବୁ ଝରଣା କୂଳରେ ପ୍ରବେଶ ହୋଇଛନ୍ତି, ଝର 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 ଯାଉଛି। ଏ ଝିଅ ଦ୍ରୌପଦୀ ଯିଏ ସୁଧୀନ ବସ୍ତ୍ର ପିନ୍ଧିଛନ୍ତି, ଯେତେବେଳେ ଝରଣା ଜଳରେ ସ୍ନାନ କରୁଛନ୍ତି, ସୁଧୀନ ଅମ୍ବର ଖଣ୍ଡକ ତାଙ୍କର ଭିଦି ଯାଇଛି ସରକାଙ୍ଗରେ। ଆରେ ରହ ମୁଁ କେଁ କୁଆଡେ ପଳେଇବ। ହେ ବନ୍ଧୁମାନ, ଏ ଝିଅ ଗାଧଉଛି ଠିକ ଏତିକି ବେଳରେ ଅନତି ଦୂରରେ ବୃକ୍ଷାନ୍ତରରେ ଥାଇ ଜନୈକ ବ୍ରାହ୍ମଣ ସେ ଅନିନ୍ଦ୍ୟା ସୁନ୍ଦରୀ ଝିଅର ଜଡ଼ିତ ହୋଇଥିବା ଯୋଉ ଝିନ ବସ୍ତ୍ର ତାକୁ ଦେଖି ମନ ମତରେ ଚିନ୍ତା କଲା, ଠିକ ସମୟରେ ଲାଇନ ଗାଡି ଚାଲିଯିବ, ବହୁତ ଟ୍ରାକ୍ ଆରକୁ ଯିବ। ଓ ବ୍ରାହ୍ମଣ କଥା ଆପଣ କହିଲେ, ହଁ ସେ ଖାଣ୍ଟି ବ୍ରାହ୍ମଣ କି ଅଖାଣ୍ଟି ବ୍ରାହ୍ମଣ? ବ୍ରାହ୍ମଣରେ ଖାଣ୍ଟି ଅଛନ୍ତି ଅଖାଣ୍ଟି ଅଛନ୍ତି। ଖାଣ୍ଟି ବ୍ରାହ୍ମଣ, ଷୋଳ ବ୍ରାହ୍ମଣ, ଉଜ୍ଜଳ ପଇତା ଖାଣ୍ଟି ବ୍ରାହ୍ମଣ ଅଛନ୍ତି, ଅଖାଣ୍ଟି ବ୍ରାହ୍ମଣ ଅଛନ୍ତି। ତୁ ଖାଣ୍ଟି ବ୍ରାହ୍ମଣ କଣ ଜାଣିଛୁ? ସାର୍ ଆପଣ ଖାଣ୍ଟି ବ୍ରାହ୍ମଣ ଜାଣିନାହାନ୍ତି? ନା ଗୁଜୁରାଟ ଯାକ ସଭାରେ ବ୍ରାହ୍ମଣ ସଭା ବସିଛି। ଆଚ୍ଛା ରାଜା ପଚାରିଲେ, ଆଚ୍ଛା ବ୍ରାହ୍ମଣ ଏଠି କହୁନ ସେ ମୁହଁଟା ଠିକ ଦେ। ନାଇଁ ଏମିତି କହିଲେ ଶୁଭିବ। ହଉ, ହଉ। ଏ କଣ ଦରକାର? ହଉ କହିଲେ ଆଜ୍ଞା ମୋର ମାର ନାଳଚୁଳ ଝାଡା ହେଉଛି, ଝାଡା ହଉଛି ବୁଢୀ ମଲା ବେଳେ ହଁ ଗୋଟେ ଆମ୍ବ ମାଗିଥିଲା ମତେ। ଆମ୍ବ। ଆଚ୍ଛା ଝାଡା ହଉଛି ମା, ଆଉ କଣ ଡକ୍ଟର କହିଲେ ଝାଡା ଲୋକଙ୍କୁ ଆମ୍ବ ଦବା ନିୟମ ନୁହେଁ। ନାଇଁ ଉଚିତ ନୁହଁ। ଆଚ୍ଛା ଆମେ ଏଠି ପିଣ୍ଡ ଦାନ ଦେଲେ ଆମର ପିତୃପୁରୁଷ ମାନେ ପାଉଛନ୍ତି, ହଁ ମୁଁ କଣ ଦେଲେ ମୋ ମା ସ୍ୱର୍ଗପୁରରେ ପାଇବ? ପାଇବ। ଆରେ ବ୍ରାହ୍ମଣ ମାନଙ୍କୁ ଗୋଟେ ପ୍ରସଙ୍ଗରେ ବୃହସ୍ପତି ପଡିଗଲା। ଆରେ ରେ 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 ମଣିମା ଆପଣ ଗୋଟେ କାମ କରନ୍ତୁ, ହଁ 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 ସେ କିଛି କାମ ହଁ ଭରିଏ ସୁନାର ଓଜନରେ ହଁ। ଗୋଟିଏ ଲେଖା ଆମ୍ବ ତିଆରି ହେବ। ଯଜମାନି କଥା କହିଲ। ସେଇ ଆମ୍ବ ଗୋଟିଏ ଗୋଟିଏ 108 ବ୍ରାହ୍ମଣକୁ ଦେବ। ଆଚ୍ଛା ବ୍ରାହ୍ମଣ ମାନେ 108 ଦାନ ନେବେ, ହଁ ରସାବଳି ହବ, ଖାଇବେ, ହଁ। ଆପଣ ଜାଣିବେ ଯେ ଆପଣଙ୍କ ମା ସିଆଳ ସ୍ୱର୍ଗପୁରରେ କଣ ପାଇଲା। ଆଚ୍ଛା କହିଲେ ଠିକ ଅଛି, ହଁ ଏଇଆ ତ ହଁ। ମୁଁ ଦେବି। ହେଲା
ବ୍ରାହ୍ମଣ ମାନେ ଆସିଲେ ଆଜ୍ଞା ଆଚ୍ଛା। ପଇତା 3 ଥର ସଫା କଲେ ହଁ ହଁ ଧରି ହଉଥିଲେ ଓ ଆସିବେ ହଁ ହଁ କଥା ମଠା ପିନ୍ଧିଲେ ଚାଲିଲେ ଆଚ୍ଛା ଯଦୁମଣି କହିଲା ଆରେ ୟାଙ୍କ ଭିତରେ ଖାଣ୍ଟି ବ୍ରାହ୍ମଣ କିଏ ଅଖାଣ୍ଟି ବ୍ରାହ୍ମଣ କିଏ ତ ଜାଣିବା ପରୀକ୍ଷା କରିବା ପାଇଁ ପଡିବ ସାରେ ଓ ଗୋଟେ ନିଆଁ ଉହେଇ ନେଇ ସିଂହାସନ ପାଖରେ ବସି ତୁମେ ଭିତରେ ତା ସବୁ ତତେଇସିଲେ ହୁଁ ଯା ବ୍ରାହ୍ମଣ ମାନେ ମଠା ପିନ୍ଧିକି ପହଞ୍ଚି ଗଲେ ହଁ। ଯଦୁମଣି ବାଟ ସାର ହଁ କଦଳୀ ରସା ବଳି ସିଏ ଗୋଟେ ଆଉଛି ନାକ ଫାଟି ଯାଉଛି ଖାଲି କହିଲେ ଶୁଣ ହଁ ମଣିମା କହିଛନ୍ତି ମୋ ମା ସ୍ୱର୍ଗପୁରରେ ଆମ୍ବ ପାଇବ ହଁ କିଏ ଯଦୁମଣି ଓ କିଏ ଖାଣ୍ଟି ବ୍ରାହ୍ମଣ ହଁ କିଏ ଅଖାଣ୍ଟି ବ୍ରାହ୍ମଣ ଆଚ୍ଛା ତମେ ଏଠି ଦେଖିକି ଟିକେ ଛାଡିବ ଛାଡିବ ଖାଣ୍ଟି ଅଖାଣ୍ଟି ଯଦୁମଣି ତମେ କଣ କଲେ ଖାଣ୍ଟି ବ୍ରାହ୍ମଣ ହଁ ଦେଖ ହଁ ତମ ପିତାରୁ ଲୁଗା କାଢିବି ଆଚ୍ଛା ଗୋଟାଏ ନାଚି କିଏ କହିବ ମତେ ଅମୃତ ଲେଖା ଲାଗୁଛି କିଏ ଖାଣ୍ଟି ବ୍ରାହ୍ମଣ କିଏ ନା କହନ୍ତା କିଏ ଏଠି କହିବ ମତେ ପୋଡୁଛି ବ୍ରାହ୍ମଣ ମାନେ ବିଚାର କଲେ ଆଉ କାହିଁକି ଡେରି କରିବା ହଉ ଯଦୁମଣି ତମ କାମ ଆରମ୍ଭ କର ଆଜ୍ଞା ସମସ୍ତଙ୍କୁ ପଟାଇ ଦେଲା ଆଚ୍ଛା ପଛରେ ଗୋଟିଏ ଗରିବ ବ୍ରାହ୍ମଣ ଥିଲା କହିଲା ଯଦୁମଣି ମତେ ଅଧିକ ଖାଣ୍ଟି କରିଦେ ମୁଁ ଯେତେ 2ଟା ଆମ୍ବ ପାଇବି ଆଚ୍ଛା କହିଲା ଠିକ ଅଛି ହଁ ତା 2 ପିଠାକୁ ଆଜ୍ଞା ଦୀପଟା ଦେଲା ଆଉ ହେଁ ଚାଲିଲା ହଁ କଦଳୀ ପତ୍ର ପଡିଗଲା ବେଶ ବଳି ବଢା ହେଇଗଲା ହୁଁ ସବୁ ଖାଇଲେ ସବୁ ଆଖିରୁ ଲୁହ ବହୁଛି ହଁ ଯାର ଗୋଟିଏ ପଟକୁ ନାଚି ସେ ଟିକେ ଟିକେ ଏମିତି ହାତ ବସି ଇଆର ଆଜ୍ଞା 2 ଆଉ ପଟ ଖାଇବ କୁଆଡେ ରାଜା ବୁଲିକି ଦେଖୁଛନ୍ତି କି ଆଚ୍ଛା, କଣ ଆଚ୍ଛା। ଆଖିରୁ କଣ ଲୁହ ଖସୁଛି ଖସୁଛି ଆଚ୍ଛା କଣ ରସାବଳି ବୋଧେ ଟିକେ ରାଗ ହେଇଗଲା ରାଗ ହେଇଯାଇଛି ବୋଧେ କିନ୍ତୁ ଭୟରେ କହୁନା କିଏ କହିବ ରାଜାଙ୍କୁ ଏ କଥା କିଏ କହିବ ଯଦୁମଣି ଏମିତି କରିଛି ବୋଲି ଆଉ ଆଚ୍ଛା ଯାର 2 କର ରଖା ହେଇଛି ସେ 2 କର ଯାଉଛି ସିଏ ଆଉ ସମ୍ଭାଳି ପାରିଲାନି କଳା ମଣିମା ହଁ ଯଦୁମଣି ମତେ ଅଧିକ ଖାଣ୍ଟି କରିଦେଇଛି ମତେ ଯୋଡ଼େ ଆମ୍ବ ଦିଆଯାଉଛି ଆରେ ରେ 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 ଆରେ ଯଦୁମଣି ଅଧିକ ଖାଣ୍ଟି କରି ଯଦୁମଣି ହଁ ଆରେ ଏମାନଙ୍କୁ ସବୁ କଣ କରିଛୁ ହେଁ ନା ମଣିମା ହଁ ମୁଣ୍ଡ ରଖିଲେ ତୁଣ୍ଡ ଖୋଲିବ ଆଚ୍ଛା କୁହ ହଁ ଯେ ଆପଣ ମଣିମା ରାଜା ହଁ ଗୋଟିଏ ଲେଖା ସୁବର୍ଣ୍ଣର ଆମ୍ବ ତାଙ୍କୁ ଦେବେ ଆଚ୍ଛା ମୋ ମା ଯେତେବେଳେ ମରିଗଲା ହଁ ତା ଅଣ୍ଟାରେ ଗୋଟେ ମାଛ ଥିଲା ହଁ ମୁଁ ଦେଖିଲି ମଣିମାଙ୍କ କାମରେ ମୋ କାମଟା ମୁଁ କରିଦେଲେ ମୋ ମାର ଅଣ୍ଟା ସିଆଡେ ଭଲ ହେଇଯିବ ଆରେ ରେ 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 ଏ କାମରେ କାମ ହେଇଯିବ ସେଇଥିପାଇଁ ଆଜ୍ଞା ମୁଁ ପଟାଇ ନାଚିଲି ଆଉ ଓ ଏଇ ଖାନ୍ତି ବ୍ରାହ୍ମଣ ଏଇମାନେ ହଉଛନ୍ତି ଖାଣ୍ଟି ବ୍ରାହ୍ମଣ ସେ ବ୍ରାହ୍ମଣ ଜଣକ କିଏ କିଏ ଆପଣ ମାନେ ମନେ ରଖନ୍ତୁ ଅତର୍କିତ ଭାବରେ ଇଏ ରାତ୍ରି ପାଇ ଆସୁଛି ସମୟରେ ସ୍ନାନ କରୁଛନ୍ତି ଦ୍ରୌପଦୀ ବେଶ ଧନ ବୋଲ ବୃକ୍ଷାଞ୍ଚଳରେ ଥାଇକରି ବ୍ରାହ୍ମଣ ଆଦ୍ରତା ଜଡ଼ିତ ହୋଇଥିବା ହଁ ସୁଧୀନମ୍ବର ଦେହ ଦେଖୁ ଦ୍ରୌପଦୀଙ୍କର ସୌନ୍ଦର୍ଯ୍ୟକୁ ଅବଲୋକନ କରୁଛନ୍ତି ବ୍ରାହ୍ମଣ ବ୍ରାହ୍ମଣ କେମିତି କେମିତି ପୁରା ବହିନା ଆଜ୍ଞା କହିବି ହଁ ଅଳଙ୍କାର ତ ନ ଲାଗିଆ ହବନି ନା ହଁ କହୁନା ବହିନା ଅମ୍ବିକା ବ୍ରାସ ବ୍ରଜନାଥ ବୋଲ ବ୍ରାସ ଛନ୍ଦ ଅ କଣ କହିଲେ ଅଛିର୍ଣ୍ଣ ଲୋମାଳି ମାଳି କାଳି ବର୍ଣ୍ଣାବଳି ତଳି କହୁଛି ବନାବଳି ଦଳି କହୁଛି କହୁଛି ବନାବଳି ଦଳି କହୁଛି
ଆଜ୍ଞା ପ୍ରଥମ ମୋର ଆଜ୍ଞା ବଡ କଥା କହିପାରିବିନି। ହଁ ସାରେ ବସିଛନ୍ତି ଆପଣମାନେ ସମସ୍ତେ ବିଗତ ସାମନ୍ତ ଗୁରୁକଳ୍ପ ଏଇ ଗୋଟାକ ପଦର ମୂଲ୍ୟ ଯେତିକି ହଁ ହଁ ଗୋଟାକ ପଦର ମୂଲ୍ୟ ଯେତିକି ହଁ ହଁ 10 ଦିନ ପାଲା ହେବ ହଁ 10 ଦିନ ପାଲା ବେଳା ଯେତିକି କରିବେ ବେଶ ସବୁରି ମୂଲ୍ୟ ସେତିକି ହବ। ଆରେ କଏ ଗୋଟିଏ ପଦର ମୂଲ୍ୟ ସବୁ ଯାକ ମୁଁ ଦେଖୁଥିଲି ଦେଖି କୁଳ ପ୍ରଦୀପ ରଘୁର ମତେ କହିଦିଅନ୍ତି ଯେ କାଳେ ହେବ କି ନ ହବ। ହଁ ହଁ ଓହୋ ଥାଉ ହଉ ହଉ କହିଛି ନା ଆପଣଙ୍କ କଥା ଦେଇଛି ୟା ପରେ ଶୁଣି ଆଉ 8 ଦିନ ପରେ ଦଶହରାଠି ମୁଁ ନିମନ୍ତ୍ରଣ କରୁଛି ହଁ ହଁ ସେଇଠି କୁଳ ପ୍ରଦୀପ ରଘୁ ଆପଣଙ୍କର ଗାଇବି। ବ୍ରାହ୍ମଣ ଦେଖୁଛି ଏ ଝିଅ ସରଳ ଜଳରେ ଗାଧଉଛି ଦ୍ରୌପଦୀଙ୍କର ସୁଜନ ଚଢି ଯାଇଛି ଲିପି ଯାଇଛି ଏତିକି ବେଳେ ବ୍ରାହ୍ମଣ ଦେଖିଲା କହିଲା ଅଛିନ୍ନ ଲୋମାଳି ଅଛିନ୍ନ ବୋଇଲେ କଣ ବୁଝିଲୁ ଛିନ୍ନ ମାନେ ଯିଏ ଛିନ୍ନ ହେଇନି ଠିକ ଛିନ୍ନ ହୋଇଥିବା ଲୋମ ପନ୍ଥିମା ଲୋମ ଦେଖିବା ପାଇଁ ସୁଧିନମ୍ବର ଅର୍ଥାତ ଧଳ ବସ୍ତ୍ର ଦେଖିବା ପାଇଁ ଗଲା ଯେତେବେଳେ ଦ୍ରୌପଦୀ ଝିଅର ସର୍ବାଙ୍ଗରେ ବସ୍ତ୍ରଟା ଆଜ୍ଞା ଜଡି ଯାଇଛି କଳା ଲୋମ ଗୁଡା ଦେଖାଯାଉଛି ସେ କେମିତି ଦେଖାଯାଉଛି ନା ଅଛିନ୍ନ ଲୋମାଳି ଅଳି ମାଳି କାଳି ଅଳି ବୋଇଲେ ଭ୍ରମର ମାଳ ମାଳ ହୋଇ ଭ୍ରମର ମାନେ ଯେତେବେଳେ ଆଜ୍ଞା ଉଡିୟମାନ ହୁଅନ୍ତି ସେ ଯେମିତି ଦେଖାଯାଆନ୍ତି ଦ୍ରୌପଦୀ ମାଙ୍କର ଲୋମ ପନ୍ଥୀ ଗୁଡାକ ଅଳିବଳିଆ ଭ୍ରମଣ ପନ୍ଥୀ ସଦୃଶ ଦେଖାଗଲେ। ଅର୍କ ସୂତା ଧାରା ଅର୍କ କହିଲେ ସୂର୍ଯ୍ୟ ସୂତା କହିଲେ ଆଜ୍ଞା ଝିଅ ସୂର୍ଯ୍ୟଙ୍କ ଝିଅ ହେଲେ ଯମୁନା ଯମୁନା ଦେଖିବା ପାଇଁ ଆଜ୍ଞା ନାଇଁ ଆଜ୍ଞା ବାବୁ ଆଜ୍ଞା ଲୋମ ପନ୍ଥୀ ଦେଖିବା ପାଇଁ କଳା ଦ୍ରୌପଦୀ ଝିଅ ଦେଖିବା ପାଇଁ ଆଜ୍ଞା କଳା ହଁ କଳା ଅଙ୍ଗ ଭିତରେ ବେଶ ସୁଧିନ ବସନ ଖଣ୍ଡକ ହଁ ଭିଜି ଯାଇଥିବାରୁ ବେଶ ଜଡ଼ିତ ହୋଇଥିବାରୁ ହଁ ହଁ କେମିତି ଦେଖାଯାଉଛି କେମିତି? ଯମୁନା ଜଳ ଫଳ ଦେଖାଗଲା। ହଁ 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 ବରଫ ଉପରେ ଯମୁନାର କଳା ଜଳ ରାଶି ଯେତେବେଳେ ଭାସମାନ ହୋଇ ଆସିଯାଏ ଆଚ୍ଛା ଯେମିତି ଦେଖାଯାଏ ସେ ସୁଝିନ ଅମ୍ବର ଉପରେ ହଁ କଳା ବସ୍ତ୍ର ଭିତରେ ଥିବା ଲୋମପତି ବେଶ ସେମିତି ଦେଖାଗଲା ସେମିତି ଦେଖାଗଲା ସେତିକି ନୁହେଁ ଅସିତ ଆଜ୍ଞା ସାର୍ ତ ଜାଣିଛନ୍ତି ମୋଲା ଏ ଅଞ୍ଚଳକୁ ଦେଖିବାକୁ ଜାଣିଛି କହିଲୁ ମୋଲା କହୁନା ଏ ଅକ୍ଷିଞ୍ଚନ ସୁଦର୍ଶନ ଜାଣିନଥିବେ ହଁ 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 ତତେ ସମସ୍ତେ ଜାଣନ୍ତି ମୋଲା ମୋର ଆରେ ପୁଅ ଅସିତ କହିଲେ କଣ ବୁଝିଲୁ ଅଶୀତ ଶୀତ କହିଲେ କଣ ବୁଝିଲୁ ଶୀତ କହିଲେ ଧଳା ଅସିତ କହିଲେ କଳା ଅସିତ ଫଣି 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 କହିଲେ ସର୍ପ କଳା 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 ନା କୋଠେ ବେଶ କଳା ସର୍ପ ଥାଏ ଦ୍ରୌପଦୀ ମାଙ୍କର ନାଭିରୂପକ ବିଳରୁ ନାଭିରୂପକ ଗର୍ତ୍ତରୁ କଣ ଉପରକୁ ଉଠି ଉଠି ଯାଉଛି କି ଅର୍ଥାତ୍ ଲୋମପନ୍ଥୀ ଗୁଡାକ ସବୁ ଏଇ ଲୋମପନ୍ଥୀ ନାଭିମୂଳ ଠାରୁ ବକ୍ଷାନ ପର୍ଯ୍ୟନ୍ତ ଉଠି ଉଠି ଯାଉଛି କବି କହିଲେ କଣ କହିଲେ ଅସିତ ଫଣି ନାଭି ବିଳୁ ବାହାରି ସେ କୁଆଡେ ଯାଉଛି ନା ଅତି ଉଚ୍ଚ କୁଚ୍ଚ ମାଙ୍କର ଯୋଉ କୁଚ ରୂପକ ପର୍ବତ ଉପରକୁ ଆଚ୍ଛା ଇଏ କଳା ଫଣି ଉଠିଗଲା ବାବା କବି ବୋଧେ ତମ 7 ବର୍ଷରେ ଏ ପଦ ଗାଇ ନଥିଲି ଆଉ ବୋଧେ କହିଲେ ଅବାରିତ ବାରି ଧାରା ବନଜ ପ୍ରତିମା ବନଜ ପ୍ରତିମା ପ୍ରଭା ବନଜ ପ୍ରତିମା ଆପଣ ମାନଙ୍କ ପାଇଁ କାବ୍ୟକର୍ତ୍ତା କହିଲେ ଏଇ ଯୋଉ କଳା ଫଣିକା ଉଠି ଯାଉନାହିଁ ଯେ
ପଦ୍ମ ନାଗ ସର୍ବଦା ପଦ୍ମ ମୂଳରେ ରହିଥାଏ। ଆଚ୍ଛା ଏ ପଦ୍ମ ମୂଳରେ ବେଶ କଳା ଫଣି କଳା ସାପଟା ଆଚ୍ଛା ରହିଛି ବୋଲି ଆଜ୍ଞା କବି କହିଲେ। କହିଲେ ହେଲେ ନାଇଁ ନାଇଁ ଆଉ କଣ? ସପ ଇଏ ପ୍ରପଞ୍ଚ ଚାପନ ତାପ ପର চেতনা প্রকৃতি একত্রীকরণ করি আরে পদ্ম মূଳରେ কଳା সর্ପ ଫଣି ତାକୁ ଆଣି ଥୋଇ ଦ୍ରୌପଦୀ ମାଙ୍କର ନାଭି ମୂଳରେ ନାଭିର ଗତରୁ ତାର କଲା କି କିରା ଖେଳା କିଏ ସେ ଓ କା ପାଇଁ କହିବ ଯେ ଚଞ୍ଚଳା କମଳ ଚାରୁ ଦେଖିବେ ନା ଆଉ ଚଞ୍ଚଳା ରମଣ ଚଞ୍ଚଳା କହିଲେ ଲକ୍ଷ୍ମୀ ଲକ୍ଷ୍ମୀଙ୍କର ସ୍ୱାମୀ ହେଉଛନ୍ତି ନାରାୟଣ ସିଏ କଳା ରୂପକ ଖେଳା କାଳିଆ ଖେଳା ୟାକୁ ସେମିତି ନଚଉ ଛାଡୁଛି ରସ ପଞ୍ଚ କାମନା କେବେ विधातार सृष्टि बड़ अलौकिक बड़ विचित्र विचार नहीं किंजल किनि प्राय आज्ञा पद्मर अन्य नाम किंजल किन पद्मिनी कौन सेदिन द्रौपदी सभा को देखी राधा मांगर सभा सहित तुलना कले विरुद्ध चिंतामन कौन कहले कहले किंजल केली टोरी ये करिता पखारी चारी की देई छे विधाता चारी की देई छे विधाता विधाता चारी की देई छे विधाता
ଲୋକାନ୍ତରରେ ଥାଇ বেশ ଏ ଛଦ୍ମବେଶୀ ବ୍ରାହ୍ମଣ ଦେଖୁଛି ବ୍ରାହ୍ମଣ ହେ ମା ଅନ୍ୟାୟ କରୁଛି ଅନେକ ଆଚରଣ କରୁଛି ব্রাহ্মণ ଜଣେ ଝିଅ ଆଉ କଣ ଆମ ଘର ଝିଅ ବୋଉ ମାନେ ଗାଧେଇଲା ବେଳେ ଗାଧୋଇବା ବେଳେ ହଁ ହଁ କେହି ବ୍ୟକ୍ତି ସାହସ କରିବେ କି ଅନିଶା କରିବା ପାଇଁ ସମସ୍ତଙ୍କୁ ଅନିଶା କରିବା ପାଇଁ ଆଲୋ ବୋପା ମା କିନ୍ତୁ ଏ ବ୍ରାହ୍ମଣ କିଏ ଅନେଇ ଦେଇ ସେ ସୁନ୍ଦର ଝିଅ ରୂପକୁ ଦେଖିଲା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଏ ବ୍ରାହ୍ମଣ କିଏ ଥାଇ ପାରେ ଏ ରୂପ ଲାବଣ୍ୟକୁ ଦେଖି ହଁ ହଁ ଭାବିଲେ হ্যাঁ ଏ ଇଏ କେହି ନୁଙ୍ଗୁଡା ବ୍ରାହ୍ମଣ ହେଇଥିବ ନାଇଁ 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 ଯିବେନି ହଁ ଉଠିଲୁ ଆଜ୍ଞା ରୂପକୁ ଦେଖି ଏଠି କରୁ ଆଜ୍ଞା ଯିବିନି ଶୁଣୁଛୁ ବାବାଙ୍କ କଥା ପାଲା ଚଳି ଯାଉଛି ଯାଉ ଓ ଅଳଙ୍କାର ଦରକାର ମୋର ସେ ଚୌପଦୀ ପ୍ରିୟ ଅଳଙ୍କାର ପ୍ରିୟ ଆଉ ସମସ୍ତେ କଣ ସେଇ ପ୍ରିୟ ହଁ ଆପଣଙ୍କର ଏଇ ନିକଟରେ ଆଜ୍ଞା ସାତ ସଂଘ ସେଠି ଜଣେ କବି ଅଛନ୍ତି ଲେଖିଲେ ଭାବ ଇତିହାସ କବି କିଏ କହିଲ ବର୍ତ୍ତମାନ ଆଉ ପାଲା ଗାଉନାହାନ୍ତି ମୁଁ ତାଙ୍କ ବାପାଙ୍କ ନାଁ ହରିହର ବୋଧେ କଣ କଣ ଆଜ୍ଞା ଶୁଭୁନି କିଛି ମୁଁ ଆଉ କଣ କରିବି ଯେ କିନ୍ତୁ ଜାଣୁ ମାଇକି ଏ ପ୍ରକାର କରୁଛି ଆମେ ଆଉ କଣ କରିବା କିଛି ହଉନି ଆଜ୍ଞା ଦେଖ କେତେବେଳେ ଯାଇ ଇଚ୍ଛାରେ ଜାଣୁ ନାହିଁ କଣ ଭାବିଲେ ହଁ ହଁ ଦେଖୁଛନ୍ତି ହଁ ନନା ଆଜ୍ଞା କହିଲେ କଣ କହିଲେ ବିଚାର କରିଲେ କିଏ ସେ ଏ କିଏ ସେ ହଁ ରସିକ ଭଞ୍ଜ 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 ରସିକ ବିଚାର କରେ ଯଦି ଧାନ ଭଞ୍ଜ ଦେଖିଲେ ଲେଖିଲେ ବ୍ରାହ୍ମଣ ଦେଖୁଛି ଦେଖି ଭାବନା କଲା ୟାକୁ ଯୋଉ ରସିକ ଦେଖି ବିଚାରୁଛି ସେ ବ୍ରାହ୍ମଣ ବିଚାର କରେ ରସିକ ବିଚାର ଦୀପଦାନ ପ୍ରୟାଗେ ସ୍ନାନ ମକରେ ଯେହୁ ନକରେ ଯେତେ କରେ ବାହାରୁ ଖାଲି করে কোম্পানি মিশে কিসে আলোক করে উତ୍ତমা রামা অঙ্করে ঘেনি বসে পল্লী অঙ্করে কি হিম করে পূর্বে সে বি থিলে শঙ্করে সে ফল ধরু পুরজ শ্রী ফল করে করে কোম্পানি ଧନ୍ୟ କବି ଟିକେ ଦମ ପଡା ବେଳକୁ ପଳେଇବା ନନା ଖୋଲା କଥା ମୁଁ କହୁଛି ଏ ମା ଆଉ ମନେ ପଡୁନି ଯାହା ଶିଖିଥିଲି ମୁଁ ସବୁ ଜାଗା କି ନା ପ୍ରଥମେ ଗୁରୁ କରିଥିଲି ଧର୍ମ ଶିଖିଥିଲି ନଟବର ଥାଳ ନଟବର ଥାଳ ସାର ସର ସାମଧିକାର ରସା ସାର
ବର୍ତ୍ତମାନ ତ ସା ହବ ସା ସା ତା ଭା ଫା ଫା ମା ମା ଚ ଚ ଛ ଛ ଜ ଜ ଛ ଛ ଲାଗିଥିବ ସେମିତି ଆଉ। ବୋଲେ ସାର ସନେତ୍ରୀ ଏ କାହାର ବ୍ରାହ୍ମଣ ଦେଖିଲା ସାର କହିଲା ପଦ୍ମ ଏ ପଦ୍ମ ନେତ୍ରୀ କାହାର ବ୍ରାହ୍ମଣ ଦେଖୁଛି ହଁ ତ ମୁଣ୍ଡ ଗଣ୍ଡି ଆରେ ନାଇଁ ରେ କଲା ସରଳତା ଭାବ ପୂର୍ଣ୍ଣ ସାର ସନ ହେଇଛି ସିନା ସାରଙ୍ଗ ସର ସାରଙ୍ଗ ତୁ ତ ଗୁରୁଙ୍କ ସାଙ୍ଗରେ କେତେ ବର୍ଷ ଥିଲୁ କଣ ତୋର ମନ ସିନା ମୁଁ କହିପାରୁନି ମୁଁ ତ ଶିଖିକି ମନେ କରୁଛି ତୁ ସଙ୍ଗୀତ ମନ ସାରଙ୍ଗ ପୁଣା ନହି ସାରଙ୍ଗ ସିନା ସାରଙ୍ଗ ରଙ୍ଗ ରଙ୍ଗରେ ବିଧାତ ମାନିଛି ସାର ବିଧାତ ସାର ସନେ ପ୍ରିୟ କେତେ ବର୍ଷ କରିବ ମୁଁ ଦେଖୁଥିଲି ଯେ ଆପଣଙ୍କ ଲେଖା ମୁଁ ଗୋଟେ ପଦ କହିଦିଅନ୍ତି ଯେ ହୁଏତ କାଳେ ଭୁଲ ହେଇଯିବ କହୁଥିଲେ ତଳେ କହିଲା ରାଜୀବ ମୁଖିକାର ରାଜୀବ ମୁଖିକାର ରାଜା କରେ ସଂସାର ସେ ରାଜୀବ ରାଜ କରେ ମୋ ସାରଙ୍କ ବ୍ୟତୀତ ଅନ୍ୟ କେହି ଜାଣନ୍ତି ଆଉ ଓଡିଶାରେ ପୁଅ ଜନ୍ମ ନେବେ କିଏ ଦେଲା ଆଉ ରଜ ତ ଗଲା ସିଏ ଗଲା ଆଉ ହେଲା ବ୍ରାହ୍ମଣ ଅନେଇଲା କହିଲା କିଏ ସିଏ କିଏ ବାବା ବାବା ବା କେଡ଼େ ସୁନ୍ଦରିଆ ହେଇଛି ତ ମୁଁ କହିବି କି ଆଜ୍ଞା ଆଉ କିଏ କହିବ ନା ମୁଁ କହିପାରିବିନି ଆଚ୍ଛା କିଏ କହିବେ କିଏ ପାରେଡିଆ ଭ୍ରମର ବରରାୟ ଭ୍ରମର ବରରାୟ ଭ୍ରମେ ଭ୍ରମେ ଭ୍ରମର ভ্রমে মুখ পুষ্কর রস স্বাদন भ्रमर राय गुरु पारेडिया भ्रमर এই বর্ষ আগে পুনে আছে 6 বর্ষ পরে আউব পুনাই করছ পুরানি বড় না না আসছো না হে সদর মন্ডলী আমি এই কথা যা ভাবুছি কিন্তু এরে স্নান করুଥିଲା ছিল হে পণ্ডিত অমরকে এ ব্রাহ্মণ আজ্ঞা দেখিলা এ ঝিও দ্রৌপদী ওদা বস্ত্র পরিধান করি নাই
না କରିଛି କରିଛି ସୁଧୀ ନମ୍ବର ସେ ଯୋଡ଼ି ଯାଇଛି ଯୋଡ଼ି ଯାଇଛି ସେ ଗୃହାଭିମୁଖେ ଗମନ କଲା ସାର୍ବ କବି ଅନ୍ତର୍ଯାମୀ ବେହେରା ବେହେରା ଲେଖିଲେ ଇଏ ସମ୍ମୁଖୀନ ସଦଳେ କଲେ ଗମନ ସଦେ ସମନେ ଚିନ୍ତି ମନ ଭାବନା ସେ ସୁଚିତ୍ରିତ କୁଟୀର କୁଟେ ମିଳେ ସଙ୍ଗିନୀ ସଙ୍ଗଳାଙ୍କ କହି ବାସିଲେ ସମ୍ମୁଖୀ ଉତ୍ତମମୁଖୀ ସମମୁଖୀ ନେତ୍ରେ ଦେଖି ରାକ୍ଷସ ଏ ଝିଅ ଏ ଝିଅଟା ଆଜ୍ଞା ଯାଅ ଆପଣମାନେ ଅଛନ୍ତି ଧନ୍ୟ ମୁଁ ଆପଣଙ୍କୁ ଦେଖି ବାବୁ ଇଏ ସୁମୁଖୀ ଝିଅଟା ଚାଲିଛନ୍ତି ଆଶ୍ରମ ତା ପଛେ ପଛେ ଆପଣ ଚାଲିଲେ ବ୍ରାହ୍ମଣ ତା ପଛରେ ଗୋଡେଇ ମନେ ମନେ ଭାବୁଛି କଣ ଭାବୁଛି ଧଳ ଧଳ ପଛରେ ଭାବୁଛି କହିଲେ ବାରି ଦେଖିବି ମା ଧରି ଥରେ ଧରି ନିଅ କୋଳା କରି ବାରି ଦେଖିବି ମା ଧରି ଧରି ନିଅ କୋଳା ଜମ ବାରି ଦେଖି ଧରି ନିଅ ଯୋଉଠୁ ଛିଡ଼ିବ ସେଇଠୁ ଆସିବ କହିଲେ କଳିନ୍ଦ ଗତି ନାରୀ ବିନାଶ ହେଲି কেমন পড়িব চারি দশা ভুবন নয় କୁଟୀରକୁ ଗମନ କରିଲେ ପଛରେ ବ୍ରାହ୍ମଣ ଯିବା ଏଇ କଥା ଭାବନା କରୁଛି କର ବିଚାର କରି କରିଛି ତୋତେ ନନା ଦରିଦ୍ରୀ ଥିମ
নষ্ট হওয়ার কথা কহিনি ନାଇଁ 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 এই কথা ভাবনা করি ব্রাহ্মণ পছরে যাচ্ছে ইয়ে দ্রৌপদী ঝিଅ কুଟୀର ମଧ୍ୟରେ ପଶିଲା ପହଞ୍ଚିଲା ନିଜ କାର୍ଯ୍ୟରତ ଅଛି ବେଶ ମାୟାବୀ ବ୍ରାହ୍ମଣ ଆଜ୍ଞା ଦେଖନ୍ତୁ ଏ ବ୍ରାହ୍ମଣର ନୀତି କଣ ଏ ବ୍ରାହ୍ମଣ ଆସି ହଠାତ୍ ତାର ଦେଶରେ ଭିକ୍ଷାମ ଦେଇ ବୋଲି ଡାକ ଛାଡ଼ିଦେଲା ଓଂ ଭିକ୍ଷାଂ ଦେହି ଭିକ୍ଷାଂ ଦେହି ଭିକ୍ଷାଂ ଦେହି କିଏ ଅଛ ଏ କୁଟୀରରେ ଏ ଗରିବ ବ୍ରାହ୍ମଣକୁ ଭିକ୍ଷା ପ୍ରଦାନ କର ଭିକ୍ଷାମ ଦେଇ ତ୍ରୟବରେ ଡାକିଲେ ଏ କଥା ଆଜ୍ଞା କାନରେ ବାଜିଲା ଦ୍ରୌପଦୀ ମା ଦ୍ରୌପଦୀଙ୍କର ମା ଦ୍ରୌପଦୀ ଚିନ୍ତା କଲେ ଯଦି ଜଣେ ଭିକ୍ଷୁ ଅଛି ବ୍ରାହ୍ମଣ ଅଛି ହଁ। ମୋ ଘରରେ ସୁଖରେ ଯିବ ବେଶ ମୋର ଅଧର୍ମ ହେବ ଧର୍ମ ନାଶ ହେବ ନିହାତି ଯା ଦ୍ୱାରୁ ଅତିଥି ବାଉଡେ ଯାଦ୍ୱାରୁ ଅତିଥି ପ୍ରାଣୀ ମା ବିଚାର କଲେ ଅତିଥି ଆଜ୍ଞା ଫେରିଯାଏ ଫେରିଯାଏ ତା ସହିତ ସମସ୍ତ ଧର୍ମ ବିନାଶ ହୋଇଯାଏ ଅତିଥି ବୋଲିଲେ ନାଶ ହଁ ସକଳ ଧର୍ମ ଜୀବନ ଜୀବନାଶ ଏ କଥା ଶ୍ରବଣ କରି ହଁ ଦ୍ରୌପଦୀ ମା ହଁ ଅନ୍ନକୁଟୀର ମଧ୍ୟରୁ ବେଶ ପତ୍ର ଠୋଲାରେ ହଁ। କିଛି ଫଳମୂଳ ଧରି ଆସି ପହଞ୍ଚିଗଲେ ଭିକ୍ଷାଂ ଦେହି हे ब्राह्मणे महाशय मोर प्रणाम नियंतु ହଁ ଚିରଞ୍ଜୀବୀ ଭବ ब्राह्मणे ହଁ এই ভিক্ষা দিও କିଛି ଫଳମୂଳ ଆଣିଛି କ୍ଷୀରରେ ଥିଲା ମୁଁ ତୁମ ଠାରୁ ଭିକ୍ଷା ଗ୍ରହଣ କରିବି ହଁ ଆପଣ ପରା କହୁଛନ୍ତି ଭିକ୍ଷା ଦିଅ ହେଲେ ଟିକେ ପରିଚୟ ମତେ ଆବଶ୍ୟକ ମୋର ନାମ ତୁମେ କିଏ ତୁମ ଦେଶ କୋଉଠି ତୁମେ କାହା ଘରର ଝିଅ ମତେ ଟିକେ ପରିଚୟ ଦେଲେ ମୁଁ ଏ ଭିକ୍ଷା ଗ୍ରହଣ କରିବି ଏ ବ୍ରାହ୍ମଣୀ ତେବେ ମୋର ପରିଚୟ ଶୁଣନ୍ତୁ କୁହନ୍ତୁ ମୋର ନାମ ହେଉଛି ଦ୍ରୌପଦୀ ଦ୍ରୌପଦୀ ହଁ ଇଏ ପାଣ୍ଡବ ମାନଙ୍କର ରୋହିଣୀ ହଁ ବ୍ରାହ୍ମଣୀ ତମେ ସେଇ ଦ୍ରୌପଦୀ ଏଇ ଦ୍ରୌପଦୀ ତୁମେ ଅରଣ୍ୟରେ ହଁ ଆହା। ବାସ କରିଛୁ ଆଚ୍ଛା 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 ତେବେ ମୁଁ ଜାତିରେ ବ୍ରାହ୍ମଣ ହଁ ମୁଁ ଭିକ୍ଷା ଗ୍ରହଣ କରିବି ହଁ ହେଲେ ସତ୍ୟ ଆପଣ କରିବାକୁ ହବ ସତ୍ୟ କରିବି ବିନା ସତ୍ୟରେ ଏ ବ୍ରାହ୍ମଣ କିଛି ଭିକ୍ଷା ଗ୍ରହଣ କରିବ ନାହିଁ ବ୍ରାହ୍ମଣୀ ହଁ। ସତ୍ୟ ନ କଲେ ଆପଣ ଭିକ୍ଷା ଗ୍ରହଣ କରିବେ ନାହିଁ ନା ନା ମୁଁ ବର୍ଣ୍ଣନଂ ବ୍ରାହ୍ମଣ ସତ୍ୟଟି ଅଟେ ସିନା ପରମ ପଦ ସତ୍ୟଟି ଅଟେ ସିନା ପରମ କହିନା ସତୀ ଚନ୍ଦ୍ରିକା କବି ମାଧବ ଚନ୍ଦ୍ର ସତ୍ୟ ଉପରେ ସଦା ସତ୍ୟ ଉପରେ ଦ୍ରୌପଦୀ କହିଲେ ସତ୍ୟ ଉପରେ ସଦା ସତ୍ୟ ଉପରେ ଥାଏ ବେଶ ଆର୍ଯ୍ୟ କ୍ଷେମେଶ୍ୱର ହଁ ସିଏ ଲେଖିଲେ ଆଜ୍ଞା ଚନ୍ଦ୍ରସେନ ବାବୁ ଗୋଟିଏ ଛିଡ଼ା କଣ କହିଲେ କଣ? କହିଲେ ସତ୍ୟେନ ପତିପତ୍ରିକ ସତ୍ୟଂ ତିଷ୍ଠତି ମେଦିନୀ ସତ୍ୟୈବ ପରମଂ ବିଶ୍ୟାତେ କୌତିକ ନାଟକରେ ଆର୍ଯ୍ୟ କ୍ଷେମେଶ୍ୱର ଆଜ୍ଞା ବଚନ କାଳେ ଭୁଲ ହେଇଯିବ ଗଲା ସତ୍ୟ ସତ୍ୟ କଥା ସତ୍ୟ ଶୁଣ মই ପପ ସତ୍ୟ ଦିବର କପୁଜିତ ସତ୍ୟಂ ଦନ୍ତ ସତ୍ୟಂ ଦେହି ଆଉ ଗାଈ ପଢୁଛନ୍ତି କଷ୍ଟ ହଉଛି ଶିକ୍ଷା ପାଇଁ କଷ୍ଟ ଗାଇବା ପାଇଁ ବ୍ରାହ୍ମଣ କହିଲେ ଠିକ ଅଛି ହଁ ସତ୍ୟ କଲ ବିନା ସତ୍ୟରେ ବ୍ରାହ୍ମଣ କିଛି ମାଗିବନି
ମୁଁ ଫେରିଯିବି। ହେଲେ ବ୍ରାହ୍ମଣ ହଁ ମୋର ଗୋଟେ କଥା ଆପଣ ରକ୍ଷା କରିବେ। କଣ? ମୋର ପଞ୍ଚଗନ୍ଧର୍ବକୁ ଛାଡି ହଁ ଆପଣ ମତେ ଯାହା ମାଗିବେ ହଁ। ମୁଁ ସତ୍ୟ ସତ୍ୟ ତ୍ରୟବାର ସତ୍ୟ କରୁଛି, ମୁଁ ଆପଣଙ୍କୁ ନିଶ୍ଚିତ ଦେବି। ସାଧୁ ସାଧୁ ଦ୍ରୌପଦୀ। ସତ୍ୟ କରି ମୋହିଥିବାର ଯାହା ମାଗିବ ତୁମେ ତ୍ରୟବାର ସତ୍ୟ କରି କହୁଛି, ଆପଣ ଯାହା ମାଗିବେ ମୁଁ ନିଶ୍ଚିତ ଦେବି। ଆଚ୍ଛା ଠିକ ହେଲେ ମାଗ ବ୍ରାହ୍ମଣ ହଁ। କଣ ଆପଣଙ୍କର ଦରକାର? ତେବେ ଦ୍ରୌପଦୀ ହଁ ତୁମେ ସତ୍ୟ କରିଛ, ମୁଁ ଯାହା ମାଗିବି ମୁଁ ତାହା ଦେବି ନିଶ୍ଚିତ ଦବ। ଦେବି। ଶୁଣ ଦ୍ରୌପଦୀ, କୁହ ମୋର ଅନ୍ୟ ଭିକ୍ଷାରେ ପ୍ରୟୋଜନ ନାହିଁ। ତେବେ କେଉଁ ଭିକ୍ଷା ଦରକାର? ଏକମାତ୍ର ତୁମକୁ ମୁଁ ଚାହେ, ବ୍ରାହ୍ମଣ ତୁମକୁ ସ୍ୱଧର୍ମିଣୀ ରୂପେ ମୁଁ ଚାହେ। ଏ କଣ କହୁଛ ବ୍ରାହ୍ମଣ? ତୁମ୍ଭେ ଆସିବ ତୁମ୍ଭେ ଆସି অঙ্ক সাইনি হো তুম্ভে আসিব আরে রঙ্ক রাখি সত্য ভাসি ଦ୍ରୌପଦୀ କୁହ ମୋର ଏକମାତ୍ର ତୁମେ ଦରକାର। ତୁମକୁ ମୋର ସ୍ୱଧର୍ମିଣୀ ରୂପେ ରହିବାକୁ ହବ। ତୁମେ ସତ୍ୟ କରିଛ, ମୁଁ ତୁମକୁ ସ୍ତ୍ରୀ ରୂପରେ ଚାହେଁ। ହେଲେ ବ୍ରାହ୍ମଣ ହଁ ଆପଣ ବ୍ରାହ୍ମଣଟି ହଁ ଆପଣ ସତ୍ୟ କରାଇ ତମେ ଜାଣ ମୋର ପଞ୍ଚଗନ୍ଧର୍ବ ଅଛନ୍ତି, ମୁଁ ଜାଣେ। ତାପରେ ତୁମେ ଆପଣ ମତେ ବିବାହ ହେବାକୁ ଚାହାନ୍ତି। ଷଷ୍ଠରେ ତୁମେ ମତେ ଗ୍ରହଣ କରିବାକୁ ବାଧ୍ୟ। ତମର ଷଷ୍ଠ ପତି ଅଛନ୍ତି, ହଁ ମୁଁ ସପ୍ତମରେ ତୁମ ପତି ହବା ପାଇଁ ଚାହେଁ। ଠିକ ଅଛି ବ୍ରାହ୍ମଣ, ହଁ। ମୁଁ ଆପଣଙ୍କୁ କିଛି ମାଗିବି, ମତେ ଆପଣ ମତେ ଦେବେଟି? ମାଗ ସତୀ ଯାହା ଚାହିଁବ ଅକୁଣ୍ଠିତ ଚିତ୍ତରେ ବ୍ରାହ୍ମଣ ପ୍ରଦାନ କରିବ। ମାଗ। ହେଲେ ବ୍ରାହ୍ମଣ ହଁ। ଆପଣ ତ୍ରୟବାର ସତ୍ୟ କରନ୍ତୁ, ମୁଁ ଯାଇ ମୋର ମାଗିବି। সেদিন মরে আসতা পূর্বারু সেদিন মরে আসতা পূর্বারু এ শত কৌরব শিরা সমর পর হে করা সমর ବ୍ରାହ୍ମଣ ଆପଣ ତ୍ରୟବାର ସତ୍ୟ କରନ୍ତୁ, ମୁଁ ମାଗିବି। ମାଗ ଦ୍ରୌପଦୀ ଯାହା ତୁମେ ଚାହିଁବ ବ୍ରାହ୍ମଣ କୁଣ୍ଠିତ ଚିତ୍ତରେ ପ୍ରଦାନ କରିବ। ହେଲେ ବ୍ରାହ୍ମଣ ଅନେଶତ କୌରବଙ୍କର ଛିନ୍ନ ମସ୍ତକ ମତେ ଦେଲେ ମୁଁ ଆପଣଙ୍କୁ ନିଶ୍ଚିତ ବିବାହ ହେବି। କଣ କହିଲ ଦ୍ରୌପଦୀ? ଅନେଶତ କୌରବଙ୍କର ଛିନ୍ନ ମସ୍ତକ। ତୁମେ ହସେଇଲ ଦ୍ରୌପଦୀ। କାହିଁକି? ଇଏ ମୋର ବାଁ ହାତର ଖେଳ। କଣ କହୁଛ? মায়াবী রাক্ষস ঠো ঠো হকিরা ହଁ। এ বাম হস্তর খেল অতি মোহ হারা, ওরে মোহর খেল, ওরে মোহ। সকলে সত্য অতি বিকার আরে অতি বিকার ହଁ হে দ্রৌপদী ইয়ে ମୋ ବାଁ ହସ୍ତର ଖେଳ ଖେଳ। ଇଚ୍ଛା କଲେ ସୂର୍ଯ୍ୟାସ୍ତ ପୂର୍ବରୁ ସୂର୍ଯ୍ୟାସ୍ତ ପୂର୍ବରୁ ତୁମ ହସ୍ତରେ ଅନେଶତ କୌରବଙ୍କର ଛିନ୍ନ ମସ୍ତକ ମୁଁ ପ୍ରଦାନ କରିବି। ଛିନ୍ନ ମସ୍ତକ ଅନେଶତ କୌରବଙ୍କର ଯଦି ମତେ ଆଣିଦେବ ତେବେ ଆପଣଙ୍କୁ ମୁଁ ନିଶ୍ଚିତ ବିବାହ ହେବି। ସାଧୁ ସାଧୁ ଯାଅ ବ୍ରାହ୍ମଣ ଅପେକ୍ଷା କର। ଯାଅ। ଶାରଦା ବିଦଗ୍ଧ ମଣ୍ଡଳୀ ଜାଣି ଦେଇଥିବେ ସୃଷ୍ଟି ଦ୍ରୌପଦୀ ବଡ଼ ଚିନ୍ତିତ
ମନ ମଧ୍ୟରେ ଦ୍ୱାରିକାଧି ସଙ୍ଗ ଚିନ୍ତା କଲେ ଭକ୍ତିର ସହିତ ମହାପ୍ରଭୁ ଡାକିଲେ ହେ ବିଶ୍ୱ ଚିନ୍ତାମଣି ବାରବାରେ ନରଖିଲେ ନରଖିଲେ ভাসি গলিয়ে থর দিন বন্ধু হে তুমি দয়া সাগর দিন বন্ধু হে তুমি দয়া সাগর দিন বন্ধু হে তুমি দয়া সাগর এবে নরখিলে হৌ নরখিলে ভাসি গলিয়ে থর দিন বন্ধু হে তুমি দয়া সাগর তুমি দিন বন্ধু ভক্ত প্রহ্লাদ পাইন বিষাদ চিন্তা করা প্রভু তুম পয়র ভক্ত প্রহ্লাদ পাইন বিষাদ চিন্তা হিরণ্য বিদারি প্রহ্লাদ উদ্ধারি কেবে সমর্পিল তাঙ্কু অমর পুর দিন বন্ধু হে তুমি দয়া সাগর তুমি এ লঙ্কার রাবণ সীতা হরি নেলা কোদণ্ডে কাটিল তা দোষ শির লঙ্কার রাবণ সীতা হরি কেবে ভাই বিভীষণ পচিল চরণ ইয়ে লঙ্কা গড়ে তাঙ্কু কল মর দিন বন্ধু হে তুমি দয়া সাগর নূরপতি সভারে দ্রৌপদী চিন্তিলা ଦେଇଥିଲ ତାକୁ କୋଟି ଭଣ୍ଡାର ନୃପତି ସଭାରେ ଦ୍ରୌପଦୀ ଚିନ୍ତିଲା ଦେଇଥିଲ ତାଙ୍କୁ ତେଣେ ସୂର୍ଯ୍ୟଙ୍କର ମଣି ଛାୟା ମାୟା ରାଣୀ ଏ ବର୍ଷ ପିନ୍ଧାଇଲେ পুরুষ ভার দিন বন্ধু হে তুমি দয়া সাগর তুমি শিবে অনাথ রঘুনাথ আহে জগন্নাথ সকল ঘটে করুছ বিহার অনাথ রঘুনাথ আহে জগন্নাথ সকল ঘটে এনে ভনে গঙ্গাধর মুহিন পামর ভব সাগরু উদ্ধার কর দিন বন্ধু হে তুমি দয়া সাগর দিন বন্ধু হে তুমি দেবে নরখিলে
আসি গলি থর দিন বন্ধু হে তুমি দয়া সাগর দিন বন্ধু হে তুমি দয়া সাগর দিন বন্ধু হে জয় জয় দিন বন্ধু হে দিন জন তারণ তুমি দয়া সাগর দিন বন্ধু হে নামে তোমা উড়িতে ধন তুমি দয়া সাগর উড়াইছ ফর ফর তুমি দয়া সাগর ଆଉ କେଉଁ ଦିନ ମନ ଠାରେ କୃପା ତମ ହେବ ସାର তুমি দয়া ସାଗର ଆତ୍ମଚିତରେ ପ୍ରଭୁଙ୍କୁ ଚିନ୍ତା କଲା ହେ তুমি দয়া ସାଗର ଦ୍ୱାରିକାରେ ଥାଇ ମହାପ୍ରଭୁ ଜାଣିଲେ ଜାଣିଲେ ଆଉ କହିଲେ ପ୍ରିୟ ସଖୀ ହଁ ଦ୍ରୌପଦୀ ମତେ ବିପଦ ସ୍ମରଣ କଲାଣି ବିପଦରେ ସମ୍ମୁଖୀନ ଆଚ୍ଛା ଆଚ୍ଛା ଏଇ କଥା ଚିନ୍ତା କଲେ କରି ଭଗବାନ ବୁଦ୍ଧି ପ୍ରଦାନ କଲେ ହଁ ଜଣେ ବ୍ରହ୍ମ ବ୍ରାହ୍ମଣ ସାନ୍ତ୍ୱନା ଦେଇ ଚାଲ ହସ୍ତିନା ହସ୍ତିନା ଅଭିମୁଖେ ପ୍ରବେଶ ହେଲେ ହସ୍ତିନା ସିଂହ ଘରରେ ପ୍ରବେଶ ହୋଇଛନ୍ତି ବେଶ ଦ୍ୱାର ଦେଶରେ ଦ୍ୱାରୀ ଛିଡ଼ା ହେଇଛି ଦ୍ୱାରୀ ଠିଆ ହେଇଛି ଡାକିଲା ଦ୍ୱାରୀ ଆଚ୍ଛା ଦ୍ୱାରୀ क्या बात ଦ୍ୱାରୀ ये तो नहीं ब्राह्मण ମୁଁ ଜଣେ ବ୍ରାହ୍ମଣ ଜାଣିପାରୁ ନା प्रणाम ଚିରଞ୍ଜୀବୀ ଆୟୁଷ୍ମାନ ଭବ केते काटते आगमन कब ତୁମ ରାଜା ଦୁର୍ଯ୍ୟୋଧନଙ୍କ ନିକଟରେ ମୋର ଅନେକ କାମ ଅଛି ଯାଅ ରାଜା ଦୁର୍ଯ୍ୟୋଧନଙ୍କୁ କହ ତାଙ୍କ ଦ୍ୱାରସ୍ଥ ଏକ ଭିକ୍ଷାର୍ଥୀ ବ୍ରାହ୍ମଣ हे ब्राह्मण वाक्ୟରେ ତେତାରେ ଗଲେ ପ୍ରତିହାରୀ ଗଲେ ପ୍ରତି ହରିରେ ଗୁରୁ ପଥିନି କତରେ କହନ୍ତି ଉହାରୀ प्रणाम मणिमा ଦ୍ୱାରୀ मणिमा ଅସମରେ କିନି ମୁଞ୍ଜାଗମନ ଆମର ସିଂହଦ୍ୱାର ନିକଟରେ ଜନୈକ ଭିକ୍ଷୁକ ବ୍ରାହ୍ମଣ ଦ୍ୱାରସ୍ଥ ଆରେ ଏ ଦ୍ୱାରୀ ଆପଣଙ୍କର ସାକ୍ଷାତ ଚାହେ ଜଣେ ବ୍ରାହ୍ମଣଙ୍କର ସାକ୍ଷାତ ଚାହୁଁଛନ୍ତି ଆଜ୍ଞା ଏ କଥା ପାଇଁ ନିର୍ଦ୍ଦେଶ ଦରକାର ବାବୁ। ଆପଣଙ୍କର ଆଦେଶ ନହେଲେ ନାଇଁ 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 ପୃଥିବୀର ଦେବତା ହେଉଛନ୍ତି ବ୍ରାହ୍ମଣ ବ୍ରାହ୍ମଣ ଶସ୍ତ୍ର ମାନେ ତାଙ୍କୁ ଦେଇ ଆସ ହଁ ହେ ବ୍ରାହ୍ମଣ ଦ୍ୱାରୀ ଆଦେଶ ହୋଇଗଲା ଏବେ ଆପଣ ଆସନ୍ତୁ ଚାଲନ୍ତୁ ଦ୍ୱାରୀ ଚାଲ ରାଜା ଦୁର୍ଯ୍ୟୋଧନଙ୍କର ଜୟ ହେଉ ରାଜା ଦୁର୍ଯ୍ୟୋଧନଙ୍କର ନମୋ ବ୍ରହ୍ମଣ୍ୟ ଦେବାୟ ଗୋବ୍ରାହ୍ମଣ ହିତାୟ ଛ ଜଗଦ୍ଧିତାୟ କୃଷ୍ଣାୟ ଗୋବିନ୍ଦାୟ ନମଃ ସାଧୁ ସାଧୁ ଦୁର୍ଯ୍ୟୋଧନ ଦେଖି ଆସିଲି ପୁରପଲ୍ଲୀ ଠାରୁ ସବୁ ଉଠେଇ ତୁମରି ପ୍ରଶଂସା ଧନ୍ୟ ତୁମେ ହେ ଦୁର୍ଯ୍ୟୋଧନ ବ୍ରହ୍ମଦେବ ହଁ ଏ ଅକିନ୍ଦନ କୁରୁପତିଙ୍କର ନିକଟରେ ହଁ। ଅସମରେ ଆପଣଙ୍କର ଉପସ୍ଥିତ ହେବାର ଉଦ୍ଦେଶ୍ୟ କଣ କି ଲାଳସାରେ ଆସିଛ ତାହା ଶୀଘ୍ର ବ୍ୟକ୍ତ କର ହେ ରାଜା ଦୁର୍ଯ୍ୟୋଧନ ହଁ ମୁଁ ଅନେକ ଆଶା ନେଇ ତୁମ ଦ୍ୱାରସ୍ଥ ହେଇଛି ଅନେକ ଭିତରୁ ଏକ କୁହନ୍ତୁ ଶୁଣନ୍ତୁ ହଁ ମହାରାଜ ମୁଁ ବିବାହ କରିବା ପାଇଁ ଅନେକ ବେଳୁ ଆଶାୟ ଅଛି ହଁ ହେଲେ ଭିକ୍ଷାର୍ଥୀ ବ୍ରାହ୍ମଣ ମୋ ପାଖରେ ଦ୍ରବ୍ୟ ନଥିବାରୁ ଆଚ୍ଛା ମୁଁ ତୁମରି ନିକଟସ୍ଥ ହେଇଛି ମୁଁ ଜାଣେ ରାଜା ଦୁର୍ଯ୍ୟୋଧନ ଯାହାଙ୍କର ହସ୍ତରେ ପଦ୍ମନିଧି ଶଙ୍ଖନିଧି ଶୋଭା ପାଏ ମୁଁ ତାଙ୍କ ଦ୍ୱାରସ୍ଥ ହେଲେ ତମେ ଭିକ୍ଷୁକ ବ୍ରାହ୍ମଣ ବିବାହ କରିବା ପାଇଁ ସ୍ଥିର କରିଛ ହଁ ବିବାହ ପାଇଁ ଯାହା ସରଞ୍ଜାମ ଆବଶ୍ୟକ ହଁ। ତାହା ଦିଆଯିବ ରାଜକୃଷରୁ ହଁ। ହେଲେ ତମ ବିବାହିତା ତମ ମନଲାଖି ସେ ସ୍ତ୍ରୀ କିଏ ଏଇ ହସ୍ତିନାରେ ହସ୍ତିନା ହଁ ହଁ ଦ୍ରୁପଦ ରାଜନନ୍ଦନା ପାଣ୍ଡବର ମଣିଆ আরে কর্ম পথে শুনি গেলে গুরু চূড়ামণি গুরু সে যে নারী তার নাম হচ্ছে যাকে অসরি দ্রৌপদী দ্রৌপদী শুনিতে না দুর্যোধন হসিলে বাবা ধন্য তুমে ব্রাহ্মণ যাহা চাহিব হস্তিনারু অধে ଦେଇଦେବି ଦୁଶାସନ ଆଜ୍ଞା ବ୍ରାହ୍ମଣଙ୍କର ବିବାହ ଦ୍ରବ୍ୟ ସାମଗ୍ରୀ ଦରକାର ଏ ଆଜ୍ଞା ତେବେ ମାଗନ୍ତୁ ବ୍ରାହ୍ମଣ ନା ଆଉ ତାହା ମୁଁ ଚାହୁଁ ନାହିଁ
ମୁଁ ସତ୍ୟ କରି ଆସିଛି ତମେ ସତ୍ୟ କଲେ ମୁଁ ମାଗିବି ମୁଁ ସତ୍ୟ କଲେ ତେମେ ମାଗିବ ବିନା ସତ୍ୟ ଦାନ କେବେ ମାଗି ନ ପାର କେବେ ମାଗି ନ ପାର ଇରେ ମାଗିଦେଲେ ବସେ ନାସ୍ତି କରିବ ବସା ବିନା ସତ୍ୟ ବ୍ରାହ୍ମଣ କାହାକୁ କିଛି ମାଗେ ନା ଆଚ୍ଛା ଆଚ୍ଛା ସତ୍ୟ କଲେ କହିବି ଓ ସତ୍ୟ କଲେ ହଁ ତୁମେ ମାଗିବ ହଁ ହେ ବ୍ରାହ୍ମଣ କଣ ହେଲା ମୁଁ ସତ୍ୟ ସତ୍ୟ ତ୍ରିବାର ସତ୍ୟ କରୁଛି ଯାହା ତୁମେ ମାଗିବ ଏ ମୁଁ ସମସ୍ତ ଜିନିଷ ପ୍ରଦାନ କରିବି ସତ୍ୟରେ ଆମ ତ ଇଚ୍ଛା ହଁ। ମୁଁ ମୋ ଶ୍ରୀମୁଖ ନିଃସୃତ କରି ଯାଉଛି ଶୁଣ ହଁ। ତମେ ଅନେଶ୍ୱତ କୌରବଙ୍କର ତମ ଅନେଶ୍ୱତ ଭାଇମାନଙ୍କର ଶୀର୍ଣ୍ଣ ଶିର ମତେ ଦରକାର ଦୁଷା ଭାଇ ଆରେ ବ୍ରାହ୍ମଣ କଣ କହୁଛି ତା ମୁଣ୍ଡ ଠିକ ଅଛି ତ ବ୍ରାହ୍ମଣ ମସ୍ତିଷ୍କ ଠିକ ନାହିଁ ବର୍ତ୍ତମାନ ସେ କଣ କାହାକୁ କହୁଛି ସାବଧାନ କୁରୁପତି ବ୍ରାହ୍ମଣ ବ୍ରାହ୍ମଣର ମସ୍ତିଷ୍କ ବିଭ୍ରମ ହୋଇଛି ଆଉ ଦେଇପାରିବ କି ନାହିଁ କୁହ ଅନେଶ୍ୱତ କୌରବଙ୍କର ଶୀର୍ଣ୍ଣ ଶିର ବୃହତ୍ତ ବ୍ରାହ୍ମଣ ଜୀବନ ଧରି ଏ ଜାଗାରୁ କେବେ ଯାଇପାରିବ ନାହିଁ ଏ କଥା ଶୁଣିବା ମାତ୍ରକେ ସଭାରେ ବସିଥିଲେ ଭୀଷ୍ମ କବି ହେଉଛନ୍ତି ଭାଗବତ ପ୍ରଧାନ ଭାଗବତ ପ୍ରଧାନ ସେ କହିଲେ କଣ? କହିଲେ ସାରିଦେଲେ ରେ କାହାକୁ ସାରିଦେଲେ ରେ କାହାକୁ? ସାରିଦେଲେ ରେ ଏ ଭାରତକୁ 8 ଗୁଲିଆ ସାରିଦେଲେ ରେ ଭାରତକୁ 8 ଗୁଲିଆ ସାରିଦେଲେ ରେ ଆଜ୍ଞା ନୟାଗଡ଼ ଜିଲ୍ଲାର କବି ଭାଗବତ ପ୍ରଧାନ ଗାୟକ ଗଣେଶ ସଂକୀର୍ତ୍ତନ ସେ କହିଲେ ସାରିଦେଲେ ରେ ଭାରତକୁ ଅଗୁଲିଆ ଆଗୁଲିଆ ଗୁଲିଆ ଖଗୁଲିଆ ଚୁଗୁଲିଆ ବଗୁଲିଆ ଗୋଟେ ନାଇ ଗୁଲିଆ ସାରିଦେଲେ ରେ ଭାରତକୁ 8 ଗୁଲିଆ ସାରିଦେଲେ ରେ ଭାରତକୁ 8 ଗୁଲିଆ ତା ଭିତରୁ ସବୁଠୁ ଅଗୁଲିଆ ହେଉଛି ଆଜ୍ଞା ଦୁଃଶାସନ ବ୍ରାହ୍ମଣ କଥା ଶୁଣିବା ମାତ୍ରକେ ଗଦା ତାକୁ ଧରିକରି ଉଠିଲା ବାଡ଼େଇବା ପାଇଁ ବ୍ରାହ୍ମଣ ଦେଖିଲା ଦୁଃଶା ଆସ୍ପର୍ଦ୍ଧା ତୋର ବଢି ଯାଉଛି ନାମ କର ତଳ ବ୍ରାହ୍ମଣ ଏ ଦେଖାଇ ନ ଦେଲେ ବିପ୍ର ଦେଖାଇ ନ ଦେଲେ ମଣି ହରା ଫଣି ପ୍ରାୟ ଦୁଃଶାସନ ହେଲେ ଦୁଃଶାସନ ହେଲେ ଗଦା ଧରି ଯେତେବେଳେ ଦୁଃଶାସନ ଉଠିଲା ବ୍ରାହ୍ମଣ ବାମ କର ଦେଖ ତା ବାମଙ୍କ ହସ୍ତକୁ ଦେଖେଇଦେଲା ଗୋଟେ ସାପର ମୁଣ୍ଡ ଆଚ୍ଛା ମଣି ନେଇଗଲେ ବେଶ ତା ଅବସ୍ଥା ଯାହା ଯାହା ହେଇଥାଏ ସମସ୍ତ କୌରବ ମାନଙ୍କର ଅବସ୍ଥା ସେଇଆ ହେଲା କହୁଥିଲେ ଗୁରୁ ଦ୍ରୋଣ ମୁଁ ଥାଉ ଥାଉ ଏ ବ୍ରାହ୍ମଣ ମୋ ପିଲାମାନଙ୍କୁ ବାନ୍ଧି କରି ନେବ ଛିନ୍ନ ମସ୍ତକ ନେବ ନବ ଉଠି ପଡିଲା ଗୁରୁ ଦ୍ରୋଣ ହଁ ହଁ ବ୍ରାହ୍ମଣ ବାମ କର ଦେଖିଲା କହିଲା କ୍ଷାନ୍ତ ହୁଅ ତମେ କିଏ ମୁଁ ଗୁରୁ ତମେ କୋଉ ଗୁରୁ କଣ ମୁଁ ଗୁରୁ ପାଣ୍ଡବ ଆଉ କୌରବଙ୍କର ଶିକ୍ଷା ଗୁରୁ ତମେ ଅଛ ଶିଷ୍ୟ ମାରଣ ଗୁରୁ ତମେ ଯଦି ଗୁରୁ ସାବଧାନ ବିପ୍ର ଆଜ୍ଞା ଜଣେ ସ୍କୁଲରେ ଶିକ୍ଷକ ପିଲାଙ୍କୁ ପାଠ ପଢଉଛି ସେ ସମସ୍ତଙ୍କୁ ସମାନ ଦେଖିବ ହଁ କି ନାଇଁ ପାତର ଅନ୍ତର କରିବ କହିଲ ସମାନ ଦେଖିବ ନା ଆଉ ଏ ଗୁରୁ କଣ କରିଛନ୍ତି କହିଲ ହଁ ହଁ ଗୋଟେ ସମର ପିଲା ଦିନେ ଆସିଥିଲା ତାର ଏକଲବ୍ୟ ଏକଲବ୍ୟ ଏକଲବ୍ୟକୁ ଦକ୍ଷିଣ ମାଗିବା ଛଳରେ ବେଶ ତା ଜୀବନଟା ବରବାଦ କରିଦେଲେ ହଁ ତା ମସ୍ତ ବୃଦ୍ଧାঙ্ଗ ଡାକିଲେ ହୁଁ ତମେ ସେଇ ଶିଷ୍ୟ ମାରଣ ଗୁରୁ ହେ ବିପ୍ର ହେ ବ୍ରାହ୍ମଣ ହଁ ଯାହା ତୁମର କହିବାର ଅଛି କହ ଏ ସଭାରୁ ଚାଲି ଯାଅ ସାବଧାନ ବସେ ପଡିଛନ୍ତି ଗୁରୁଦେବ ଦେଖିଲା ଆଜ୍ଞା ବ୍ରାହ୍ମଣ ହଁ ସମସ୍ତଙ୍କୁ ବାଟରେ କରିଲା ବନ୍ଧନ ମୋହନ ବ୍ରାହ୍ମଣ ଅନେଶ୍ୱତ କୌରବଙ୍କୁ ବାନ୍ଧିଲା ବାନ୍ଧିଲା ପାଟରେ ନେଇକରି ଯାଉଛି ହଁ। ଦ୍ରୌପଦୀ ନିକଟରେ ଦ୍ରୌପଦୀ ତାଙ୍କ ମୁଣ୍ଡ କାଟିବ
ମୁଣ୍ଡ ଦେଖେଇବ ଦ୍ରୌପଦୀ ବିବାହ କରିବ କରିବ ଆଉ ତ ଆଜ୍ଞା ସମୟ ନାହିଁ ଆଉ ବେଳ ନାହିଁ ସମୟ ଆଜ୍ଞା ନାହିଁ ସାର୍ ନାଇଁ 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 ଆଉ 6 ଘଣ୍ଟା ଆଜ୍ଞା ବିଷୟରେ ବହୁତ ବାଟ ଏଇଠି ହଁ ଏତିକିରେ ସୁଦର୍ଶନ ନେଉଛି ବିଦାୟ ସମସ୍ତଙ୍କୁ କଲ୍ୟାଣ ବାନ୍ଧିବେ ଦୟାମୟ ଏତିକିରେ ଦୟା ବିନୋଥିଲେ ସହଦେବ ଏ ବ୍ରାହ୍ମଣ କିଏ ରେ ଭାଇ ହଁ ଆପଣ ଜାଣିନାହାନ୍ତି କିଏ ଏଇଟା ରାକ୍ଷସ ଏ ରାକ୍ଷସ ୟା ନାଁ କଣ ହିରଣ୍ୟ କବଚ ୟା ବାପା ୟା ବାପା ହଉଛନ୍ତି ନିବାତ କବଚ ଠିକ ନିବାତ ସ୍ୱର୍ଗପୁରରେ ହଁ ଦୈତ୍ୟରାଜ ନିର୍ପାତ କବଚ ଅର୍ଜୁନ ମାରିଥିଲେ ତାକୁ ମାରିବାରୁ ହଁ। ପିତୃହନ୍ତାର ପ୍ରତିଶୋଧ ପରାୟଣ ହୋଇ ହୋଇ ଇଏ କାଳିଙ୍କି ସେବା କରି ହଁ ଇଏ ବର ପାଇଛି ମରିବ କେମିତି ଇଏ କାହା ହାତରେ ମରିବ ଇଏ ନା ତୃତୀୟ ପାଣ୍ଡବ ଅର୍ଜୁନଙ୍କ ପରେ କର୍ଣ୍ଣକୁଟୀରେ ଥାଇ ହରିଙ୍ଗି ସ୍ମରଣ କରି କରି ବାବଳ ସ୍ୱର ମାରିଲେ ହଁ। ଅର୍ଜୁନ ସ୍ୱରରେ ଏ ବ୍ରାହ୍ମଣ ଆଜ୍ଞା ଶିରଚ୍ଛେଦନ ହେଲା ଆଉ ଏତିକିରେ ସୁଦର୍ଶନ ନେଉଛି ବିଦାୟ ଅନୁଷ୍ଠାନ କର୍ମକର୍ତ୍ତାଙ୍କୁ ନେଇ ନିବେଦନ ଥିଲେ କ୍ଷମା ଦେବେ ନା ମାଉସୀ ତାଲା ସରିଗଲା ଆଜି ଏତିକିରେ ମୁଁ ବିଦାୟ ନେଉଛି ଆମ ଲିଟୁ ବାବୁ ସମେତ ଇଏ ସମସ୍ତ ବ୍ୟବସାୟୀ ସଂଘର ସଦସ୍ୟ ମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଶୁଭେଚ୍ଛା ସମସ୍ତଙ୍କୁ ଜଣାଉଛି କରାଦୋଳି କରି ମହାବାହୁ ସାଗର ପ୍ରିୟ ଦରବାରେ ହଁ ହରି ବୋଲ ହୁଳ ନିଖର ତାଳି ଦିଅ ବିଶ୍ୱ ଦୁଃଖ ଦୂର ହେଉ